गणेशाय नमः। ओम नमो शिवाय। जय श्री राम। आज हेउछि शनिवार, हनुमानंकर प्रिय बार। कहती एही बारे जदि प्रथमरु शेष पर्यंत भक्तिर सहकारे सुंदराकांड शुणती बा पढ़ती, जेते भी जीवन रे समस्या थाउ न कहीं सबू धीरे धीरे दूर हो जिव। हनुमान गोसाई निश्चय दुख दूर करिवे। आसंतु आज सुंदराकांड मूलरू शेष जाए श्रवण करिबा। नीलांबुज श्यामल कोमलांग सीता समारोपित वाम भागम पाणौ महासायक चारु चापम नमामि रामं रघुवंशनाथं कर्पूर गौरम करुणावतारं संसार सारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। बंदई जगत ईश्वर बाणक दंड बेनिकर नमस्ते प्रभु सुर गुरु हे दयामय कल्पतरु नमई नर रूप हरि नमस्ते रघुकुल श्री ब्रह्मा शिव शेष वंदित वेदांत गाए जाचरित चिन्मय शांति प्रदायक अनघ जेसुर पालक नमस्ते भूप चूड़ामणि तोर श्री चरणे प्रणमी प्रणमे तोर श्री चरण सुदया कर दिन जने अन्य वासना अंत चित्ते मोहर नाही कदाचिते जानत सबूरी अंतर रहिछि पुरी सर्वठार निर्भर भक्ति केवल सदा मोर पादे तोर जय तो जय भावग्राही कर तु कृपा दया बही नमस्ते रघुकुलमणि चरणे नमामि नमामि बंदई पवन नंदन ज्ञानी मध्य अग्रगण्य तनु कनक शैलसम जे अतुलित बलधाम धनुज बनर नळ गलारे सोहे मुक्तामाळ सर्वगुण रे गुणवान श्रीराम भक्त प्रधान श्री रघुनाथଙ୍କ चरण सेवारे सदा जार मन बानर कुलर मुकुता पवन जाहांकर पिता से भक्तराजଙ୍କ चरण बंदई अमीय धम सुंदराकांड कथा मान कहीं पारिब धम जेबे से राम दया करी बसिबे हृदय मोहरी श्रीराम दया करे जारे से प्राणी भव सिंधु तरे हृदय राघव पद बंदे कहिबी नवाक्षरी छंदे श्रीराम राम जय राम संकट हर हनुमान जाम्बवंतଙ୍କ बाणी शुणी हरसी उठिला पावनी बोलई रही थाओ भाई एठारे मोर बाट चाही खाइन फल कंदमूल दुखरे रही सिंधु कूल देखी मु बेगे आसे भाई सीताଙ୍କ चरण को जाई आज हर्षई मोर मन निश्चय हेब सिद्धि जान सभिଙ୍କ चरणे प्रणमी चलिला स्मरी रघुमणि सिंधु तटे थिला भूधर नाम जे ताहार सुंदर डेण कौतुके गला ताहार उपरे चढ़िला श्रीराम नाम बारंबार अंतरे सुमरी सादर उल्लास अंतरे से बड़ी डेण हनु गला चली जे गिरी परे पाद थिला तुरंत पाताले पशिला डेण हनु चले खरे अमोघ सम गति करे श्रीराम दूत जीवा देखी मैना के सिंधु कहे डाकी जाओ रे मैना कभूधर सहाय हुओ तुमार घर सिंधु आज्ञा को धरी सिरे मैना को चले खर तले
ଯାଇନ ମୈନାକ ପର୍ବତ ମାର୍ଗରେ ଉଠିଲା ତୁରିତ ତନୁ ପୁଲକ ଇତାହାର ପ୍ରଣମେ ଯୋଡ଼ିବେ ନିକର ବୋଲଇ ବାୟୁ ସୁତେ ସେହି ବିଶ୍ରାମ ଏଠି ନେବା ପାଇଁ ଶୋକରେ ତାହାଙ୍କୁ ପରସି ହନୁ ପ୍ରଣମୀ କହେ ହସି ରାମ କାର୍ଯ୍ୟ ସିଦ୍ଧି ନହିଲେ ବିଶ୍ରାମ ନେବି ନାହିଁ ଭଲେ ଏତେ କହିଣ ହନୁମାନ ଚଳିଲେ ପବନ ସମାନ ନିରେଖି ପବନ କୁମାର ଦେବା ତ ଚିନ୍ତନ୍ତି ମନର ପରଖି ବଳ ବୁଦ୍ଧି ଜ୍ଞାନ କରିବା ବିଚାରନ୍ତି ମନ ସୁରସା ନାମ ନାଗମାତା ତାକୁ ପଠାଇଲେ ଦେବତା ମାର୍ଗରେ ଭେଟିଲା ପାବନି ସୁରସା ହସି କହେ ବାଣୀ ଦେବତା ଦେଲେ ଟିଆହାର ଆଜ ମେଣ୍ଟିବ କ୍ଷୁଧା ମୋର ଶୁଣିଣ ସୁରସା ବଚନ ଉତ୍ତର କହେ ହନୁମାନ ମୋ ପ୍ରଭୁ ରାମ କାର୍ଯ୍ୟ ସାରି ମାତା ମୋ ବେଗ ଆସେ ଫେରି ନେଣ ସୀତାଙ୍କ ସନ୍ଦେଶ ଜଣାଇ କରି ପ୍ରଭୁ ପାଶ ଆସି ମୁଁ ହେବି ତୋ ଆହାର ଆସ ଛାଡ଼ ମୋ କାର୍ଯ୍ୟ ଗୁରୁତର ଯେତେ କହିଲେ ନ ଛାଡ଼ଇ ସୁରସା ପଥ ଗାଳଇ କହଇ ହନୁ ଖାଅ ଏବେ କ୍ଷୁଧା ତ ମେଣ୍ଟି ଯିବ ଯେବେ ହନୁର ଏହି ବାଣୀ ଶୁଣି ତୁଣ୍ଡ ବିସ୍ତାରିଲା ନାଗୁଣୀ ଯୋଜନ ଭରି ବିସ୍ତାରିଲା ଅତି ଭୟଙ୍କର ଦିଶିଲା ତନୁକୁ ଦ୍ୱିଗୁଣ ବଢ଼ାଇ ହନୁ ଯେ ପ୍ରଚଣ୍ଡ ଦିଶଇ ନାଗୁଣୀ 16 ଯୋଜନ ତୁଣ୍ଡଙ୍କୁ ବିସ୍ତାରିଲା ପୁଣ 32 ଯୋଜନର ଦୀର୍ଘ ହନୁ ଯେ ତନୁ କଲା ଶୀଘ୍ର ନାଗୁଣୀ ଯେତେ ବଡ଼ କରେ ଦ୍ୱିଗୁଣ ତନୁ ହନୁ କରେ 7 ଯୋଜନ ବିସ୍ତାରିଲା ସିନ୍ଧୁ ଆକାଶ ନ ଦିଶିଲା ସୂକ୍ଷ୍ମ ରୂପରେ ସେ ପ୍ରକଟି ହନୁ ପ୍ରବେଶୀ ତାର ପାଟି ମୁଖେ ତାପସୀ ବାହାରିଲା ବାହାରେ ଆସି ଉଭା ହେଲା ତାପାଦେ ଶିର ନତ କରି ବିଦାୟ ମାଗେ କର ଯୋଡ଼ି ହନୁକୁ ସୁରସା କହିଲେ ଦେବତା ମୋତେ ପଠାଇଲେ ଶୁଣ ତୁଆରେ ମହାବୀର କଳିଲି ବୁଦ୍ଧି ବଳ ତୋର ସୁରସା ଆଶୀର୍ବାଦ ଦେଲେ କାର୍ଯ୍ୟ ତ ସିଦ୍ଧି ହେବ ଭଲେ ସୁରସା ଚଳିଲା ସପୁରେ ହର୍ଷରେ କପି ଯାଏ ଖରେ ସିନ୍ଧୁ ମଧ୍ୟରେ ଥିଲା ରହି ସିଂହିକା ରାହୁ ମାତା ସେହି ପକ୍ଷୀଙ୍କୁ କର ଆହାର ମାୟା କରି ସେ ନିଶାଚର ଗଗନେ ଯାନ୍ତି ଯେ ହୁଡ଼ି ସିନ୍ଧୁରେ ଛାୟା ଯାଏ ପଡ଼ି ଧରିଣ ସେ ଛାୟାକୁ ରକ୍ଷ ତତ୍କ୍ଷଣେ ଜୀବ କରେ ଭକ୍ଷ ଏପରି ଆହାର ସେ ଖାଇ ସିନ୍ଧୁରେ ସୁଖେ ରହେ ସେହି ହନୁରେ ମାୟା ପ୍ରକଟିଲା କପଟ କପି ବୁଝିନେଲା ରାମଙ୍କୁ ସ୍ମରି ତାକୁ ମାରି ହନୁ ବୋଇଲା ସିନ୍ଧୁ ପାରି ସେ ପ୍ରଭୁ ଯାରେ ଦୟା କରେ ସେ ଭବ ସିନ୍ଧୁ ହେଳେ ତରେ ସ୍ଥିର ମତିରେ ପାରି ହୋଇ ଲଙ୍କାରେ ପ୍ରବେଶିଲା ଯାଇ କୂଳରେ ଯାଇ ଦେଖେ ସେହି ଉପବନତା ମନ ମୋହି ଅବିରତରେ ପୁଷ୍ପଠାରେ ଭ୍ରମର ଗୁଞ୍ଜରଣ କରେ ତରୁ ଭରିଛି ପୁଷ୍ପ ଫଳେ ଖଗ ମୃଗ ଯେ ମନୋହରେ ଅଗ୍ରତେ ଦେଖିଲା କୌଶଳ ବିଶାଳ ଅତି ବସୁନ୍ଦର ନିର୍ଭୟ ଚଢ଼ିଲା ତାପରେ ହୃଦୟ ସ୍ମରି ରଘୁବୀରେ ଜୟ ତୁ ରାମ ଦୟାମୟ ହରଣ କର ଭବ ଭୟ ତୋର ଶ୍ରୀ ଚରଣେ ଭକତି ରହୁଏ ଅଧମର ମତି ଶ୍ରୀ ଶଙ୍କର ଉବାଚ ଶଙ୍କର କହନ୍ତି ଗୌମା ନାହିଁ ଏଥି କପି ବଢ଼ିମା ପ୍ରଭୁଙ୍କ ପ୍ରତାପ ବଳରେ କାଳ ଯାହାକୁ ଦେଖି ଡରେ ଗିରିର ପରେ ଚଢ଼ିବୀର ନିରଖଇ ସେ ଲଙ୍କାପୁର କହିନୁ ହଇ ଦୁର୍ଗ ଶୋଭା ଦିଶଇ ଅତି ମନଲୋଭା ଅଟ୍ଟାଳିକା ସହ ପ୍ରାଚେରୀ ସିନ୍ଧୁ ଅଛଇ ତାକୁ ଘେରି ସ୍ୱର୍ଣ୍ଣ କଳସ ଶୋଭା ପାଏ ମନ ନୟନ ହରିନିଏ କନକମଣିରେ ଜଡ଼ିତ ସୁନ୍ଦର ତର ସେ ବିସ୍ତୃତ ବିପଣି ବାଟ ମନୋହର ଚୌଛକି ସୁରଙ୍ଗ ସେ ପୁର ଗଜ ଖଚର ନହେ ଗଣି ରଥାଦୀପ ଦାତିକ ପୁଣି
ବହୁ ରୂପ ବଳ ମଣ୍ଡିତ ରାକ୍ଷସ ସେନାରେ ଫୁଲିତ ବଗିଚା ବାମ୍ଫି ସରବନ ଉପଜେ ଭରା ଉପବନ ଗନ୍ଧର୍ବନର ନାଗସୁର ରୂପସୀ ମୁନି ମନୋହର ଲଢ଼ୁଆ ଲଢ଼ନ୍ତି କୌଶଳେ ଏକେ ଆରେକୁ ମଲ୍ଲକୂଳେ ଗଜନ୍ତି ରହି ଶୈଳସମ ଏକକୁ ଏକ ବଳିୟାନ ବିକଟ କୋଟି ବୀରଶ୍ରୀ ବୋଲି ସେ ରଖନ୍ତି ନଗରୀ କାହିଁ ଭକ୍ଷେ ଦୈତ୍ୟ ମହିଷ ଧେନୁ ଅଜଖର ମନୁଷ୍ୟ ବିଭତ୍ସ କାଣ୍ଡ ବନେ କରି ସଂକ୍ଷେପ କଲି ମୁଁ ବିଚାରି ଶ୍ରୀରାମ ସାୟକ ପ୍ରହାର ପାଇଣ ହେବେ ଭବୁପାର ସାୟକ ତୀର୍ଥେ ତେଜିତନୁ ଉଦ୍ଧାର ହେବେ ରକ୍ଷ ଜନ୍ମ ବହୁତ ରଖୁଆଳପୁର ଦକ୍ଷିଣ ବିଚାର ବୀର ମଶା ସମାନ ରୂପ ହୋଇ ପଶିବି ବିଚାର କରଇ ରଜନୀ ଆଗତ ହୋଇଲା ମଶକ ସମ ରୂପ ନେଲା ହୃଦୟ ସୁମରି ନରହରି ପ୍ରବେଶ ହେଲା ଲଙ୍କାପୁରୀ ଲଙ୍କିନୀ ନାମେ ନିଶାଚରୀ ଲଙ୍କାର ଅଟେ ରକ୍ଷାକାରୀ ବୋଇଲା ମୋତେ ନ ପଚାରି ଷଠ ଯାଉ ତୁ ଲଙ୍କାପୁରୀ ଷଠ ମୋ ପ୍ରତାପ ନ ଜାଣୁ ଖାଇବି ମୁହିଁ ତତେ ଏଣୁ ଲଙ୍କାରେ ଚୋର ଲାଗେ ଯେତେ ଖୋଜି ମୁଁ ଖାଏ ତାକୁ ତେତେ ଶୁଣିନ ଲଙ୍କିନୀ ବଚନ ମୁଥ ମାଇଲେ ହନୁମାନ ମୁଖରୁ ବହିଲା ରୁଧିର ଲୋଟିଲା ସେ ଯାଇ ଭୂମିର ଧୈର୍ଯ୍ୟ ଧରି ସେ ଉଠିଲା ବିନୟ ବଚନ ବୋଇଲା କହଇ ଯୋଡ଼ିବେନି ପାଣି ଶୁଣନ୍ତୁ କପି ଶିରୋମଣି ଲଙ୍କା ଦେବୀ ବାଚ ରାବଣେ ବ୍ରହ୍ମା ଦେଲେ ବର କହିଲେ ମୋତେ ସମାଚାର କପି ମାଡ଼େ ବି କଳ ହେବୁ କାଳ ପୁରିଲା ତୁ ଜାଣିବୁ ଜାଣିବୁ ପୁରିଲା ଆୟୁଷ ମରିବେ ସକଳ ରାକ୍ଷସ ମୋହର ବଡ଼ ପୁଣ୍ୟତାତ ଦେଖିଲି ଏବେ ରାମଦୂତ ନେତ୍ର ପବିତ୍ର ହେଲା ମୋର ଅନେକ ସୌଭାଗ୍ୟ ଫଳ ସ୍ୱର୍ଗ ଅପବର୍ଗର ସୁଖ ରଖ ତୁଳାର ଏକ ପାଖ ଏସବୁ ମିଶି ଯାହା ହୁଏ ସେ ସାଧୁ ସଙ୍ଗେ ସରି ନୁହେଁ ସଂସାରେ ସର୍ବ ଅଟେ ଲଭ୍ୟ କେବଳ ସତ୍ସଙ୍ଗ ଦୁର୍ଲଭ ଶ୍ରୀରାମ କୃପା ବିନା କେହି ସତ୍ସଙ୍ଗ ଲଭି ନ ପାରଇ ହୃଦୟରେ ରାମ ରୂପ ଧରି ପ୍ରବେଶ କର ତୁ ନଗରୀ ନଗର ନଗର ବିହର ପ୍ରଭୁଙ୍କ କାର୍ଯ୍ୟ ସିଦ୍ଧି କର ପ୍ରଭୁର କୃପା ଲବ ଯାରେ ସେ ଭାଗ୍ୟବାନ ଏ ସଂସାରେ ବିଷ ହୁଅଇ ସୁଧାସମ ଶତ୍ରୁ ଯେ ମିତ୍ର ଆଚରଣ ଧୂଳି ସମ ଶୈର ସୁମେରୁ ଲଘୁତା ହୁଏ ଯେହୁ ଗୁରୁ ସିନ୍ଧୁ ଗୋସ୍ପଦ ପରି ହୋଇ ଅନଳ ଶୀତଳ ହୁଅଇ ଅତୀବ ଲଘୁ ରୂପ ଧରି ନକ୍ର ଭ୍ରମଇ ପ୍ରଭୁ ସ୍ମରି ମନ୍ଦିର ମନ୍ଦିର ଖୋଜଇ ଅସଂଖ୍ୟ ଅସୁର ଦେଖଇ ବାନର ଯହିଁ ତହିଁ ଦେଖେ ଅନେକ ରକ୍ଷ ଥୋକେ ଥୋକେ ରାବଣ ମନ୍ଦିରେ ପଶିଲା ରାବଣ ଶୋଇଛି ଦେଖିଲା ଅତୀବ ବିଚିତ୍ର ସେ ଶୋଭା ହୃଦୟ ମନ ନେତ୍ର ଲୋଭା ଦେଖିଲା ଯାଇ ସେ ମନ୍ଦିର ସୀତା ନାହାନ୍ତି ତା ଭିତର ତହିଁକି ପୁର ଏକ ଦେଖି କପିର ମନ ଗଲା ଲାଖି ଶ୍ରୀହରି ମନ୍ଦିର ସୁନ୍ଦର ଆଗରେ ଶୋଭା ପାଏ ତାର ରାମ ଆୟୁଧ ଅଙ୍କାପୁର ଶୋଭା ନବରଣୀ ତାହାର ତୁଳସୀ ଧାଡ଼ି ଧାଡ଼ି ସୋହେ କପିମଣିର ମନ ମୋହେ ଦେଖି ତାହାକୁ କପିମଣି ହରସ ମନେ ମନେ ଗୁଣି ଲଙ୍କା ରାକ୍ଷସ ବାସ ଭୂଇଁ ଏଠାରେ ସାଧୁ କାହିଁ ରହି ତରକ କରେ ସେ ମନର ପୁରକୁ ଦେଖି କପିଶ୍ୱର ଏକାଳେ ନିଦ୍ରା ତାତେ ଜିଲା ବିଭୀଷଣ ବୀର ଉଠିଲା ସେ ରାମ ଭକ୍ତ ଚୂଡ଼ାମଣି ରାମ ସୁମରେ ତତକ୍ଷଣି ସାଧୁଙ୍କ ମଧ୍ୟେ ସେ ଅଗ୍ରଣୀ ଜାଣିଣ ହରସ ପାବନି ତା ସଙ୍ଗେ ହେବି ପରିଚୟ ତା କାର୍ଯ୍ୟ ନାହିଁ ଅନ୍ତରାୟ ବିପ୍ର ରୂପରେ ହନୁମାନ ହରସି ଭାସିଲା ବଚନ ଶୁଣିଣ କପିର ବଚନ ବିଭୀଷଣ ଆସେ ବହନ ପ୍ରଣମୀ ଚରଣ କମଳେ ବିପ୍ରଙ୍କୁ ପୁଛିଲା ସାଦରେ କିସ ବାରତା ମୁଁ ବୁଝାଇ କେ ତୁମେ ଏଠି କାହିଁ ପାଇଁ ତୁମେ ଯେ ହରିଙ୍କ ଭକତ ଦେଖି ମୋ ହୃଦ ପୁଲକିତ କି ତୁମ୍ଭେ ନିଜେ ଭଗବାନ
ଦୟାର ସାଗର ଶ୍ରୀରାମ। ଏ ମୋର ବହୁ ପୁଣ୍ୟ ଫଳ, ପାଦ ଦେଲ ଦାସ ଦୁଆର। ଶୁଣି ବିଭୀଷଣ ବଚନ, ହସି କହନ୍ତି ହନୁମାନ। ରାମଦୂତ ମୁଁ ହନୁମାନ, ମୋ ପ୍ରଭୁ ରାମ ଭଗବାନ। ପୁଲକେ ଦୁହିଁଙ୍କ ହୃଦୟ, ସୁମରି ରାମ ଦୟାମୟ। ହନୁକୁ ଚାହିଁ ବିଭୀଷଣ, କହଇ ଭାଇ ମୋର ଶୁଣ। ଲକ୍ଷ ମେଳେ ଯେ ସନେ ରହି, ଲଙ୍କାପୁରରେ କଷ୍ଟ ସହି। ଦଶନ ପଙ୍କ୍ତିର ମଧ୍ୟରେ, ଜିହ୍ୱାଟି ରହେ ଯେ ପ୍ରକାରେ। ତେସନେ ଏଠି ରହିଥାଏ, ସର୍ବଦା ମୁହିଁ ବଡ଼ ଭଏ। ମୋହର ଭରସା ମାତର, କେବଳ ପ୍ରଭୁ ରଘୁବୀର। ଏ ଦିନକୁ ଅନାଥ ଜାଣି, କେବେ ଦୟା କରିବେ ପୁଣି। ଭକ୍ତ ରକ୍ଷଣ ଦାଶରଥି, ତା ବିନୁ ନାହିଁ ଅନ୍ୟ ଗତି। ମୋର ତାମସ ରଜଗୁଣ, ନ କରେ ପ୍ରଭୁଙ୍କୁ ଭଜନ। ନ କରେ ସାଧୁ ଜନ ସେବା, ନ କରେ ଶ୍ରୀଚରଣ ସେବା। ତୁମ୍ଭଙ୍କୁ ଦେଖି ମୋ ଭରସା, ଭରିଲା ମୋ ମନର ଆଶା। ବିଭୁ ଦୟା ବିନା ଜଗତେ, ମିଳନ୍ତି ନାହିଁ ସାଧୁ ସନ୍ଥେ। ଦୟା କରିଲେ ସୀତାପତି, ତୁମ୍ଭ ଦର୍ଶନେ ମନେ ଚେତି। ହନୁମାନ ହସି କହନ୍ତି, ଶୁଣ ତୁମ୍ଭେ ପ୍ରଭୁଙ୍କ ରୀତି। ଦାସ ରକ୍ଷଣ ଦାଶରଥି, ତାଙ୍କର ସଦା ଦାସେ ପ୍ରୀତି। ମୁଁ କେଉଁ କୁଳ ଶିଳ ଜାତ, ହୀନ କପି ଚଞ୍ଚଳ ଚିତ୍ତ। ପ୍ରଭାତୁ ଉଠି ଯେଉଁ ଜନ, ଧରିବ ଭାଇ ମୋର ନାମ। ଦିବସ ସାରା ଜାଣ ଭାଇ, ଉତ୍ତମ ଖାଦ୍ୟ ନ ମିଳଇ। ଶୁଣତୁ ଭାଇ ବିଭୀଷଣ, ହେଲେ ହେ ମୁଁ ଏଡ଼େ ଅଧମ। ପ୍ରଭୁ କରନ୍ତି ମୋରେ ପ୍ରୀତି, ମୁହିଁ ସେବକ ସେମପତି। ଗଦ୍ଗଦ ଚିତ୍ତେ କହେ ହନୁ, ଲୋତକ ଝରାଇ ନୟନ। ୟା ଜାଣି ପାଶରେ ଯେ ନର, ଜୀବନେ ଲଭେ ଦୁଃଖ ଭାର। ଏମନ୍ତ କହି ହନୁମାନ, ପ୍ରଭୁଙ୍କ ନାମ ଗୁଣଗ୍ରାମ। ପବିତ୍ର ମଧୁର ଶ୍ରବଣ, ହୋଇଲା ହୃଦ ମନୋରମ। ଶୁଣିନ ବିଭୀଷଣ ଜିତି, କହିଲା ସକଳ ଭାରତୀ। ସେଠାରେ ଯେ ମନ୍ତେ ଅଛନ୍ତି, ଶ୍ରୀରାମ ପ୍ରିୟା ସୀତା ସତୀ। ତହୁଁ ହନୁମନ୍ତ କହଇ, ଶୁଣ ଶୁଣ ତୁ ମୋର ଭାଇ। ଜାନକୀ ମାତା ଦର୍ଶନ, ମୋର ଲୋତକ ନେତ୍ର ମନ। ସର୍ବ ସମ୍ବାଦ ଶୁଣାଇଲା, ବିଦାୟ ମାଗି ସେ ଚଳିଲା। ସେହି ରୂପକୁ ଧରିଗଲା, ଅଶୋକ ବନରେ ପଶିଲା। ବିଜୟ ଯହିଁ ସୀତା ସତୀ, ତହିଁକି ଚଳିଲା ମାରୁତି। ସୀତା ଦେଖି ମନ ମଧ୍ୟର, କରେ ପ୍ରଣାମ ମହାବୀର। ରାତ୍ର ବିତିଲା ଏକ ଜାମ, ଶିଶପା ବୃକ୍ଷେ ହନୁମାନ। ମାରୁତି ମନେ ମନେ ଗୁଣି, ଏ ନିଶ୍ଚୟ ସତୀ ଶିରୋମଣି। କୃଷତନୁରେ ଜଟା ବେଣୀ, ହୃଦୟ ଜପ ରଘୁମଣି। ନିଜ ପାଦେ ନେତ୍ର ଦେଇଣ, ସତୀଙ୍କ ରାମ ପଦେ ମନ। ଦୁଃଖିନୀ ପରାଏ ଦେଖିଣ, ବିକଳ ମାରୁତିର ମନ। ତରୁର ପଲ୍ଲବ ଗହଳ, ତହିଁ ଲୁଚିଲା ମହାବୀର। ମନରେ ମାରୁତି ଭାଳଇ, ଏବେ କିସ କରିବା ଭାଇ। ଏମନ୍ତ ସମୟରେ ତହିଁ, ମିଳିଲା ଦଶାନନ ଯାଇ। ସଙ୍ଗରେ ବହୁ ସାଜେ ସଜ, ବାମାଗଣ ଯେ ହୋଇ ସଜ। ଆଗରେ ବହୁ ପଟୁଆର, ତା ମଧ୍ୟେ ଚାଲେ ରକ୍ଷବର। ସୀତାଙ୍କୁ ଦଶାନନ ଯାଇ, ବହୁତ କହିଲା ବୁଝାଇ। ସମଦମ ଯେ ଭେଦ ଦଣ୍ଡ, ସକଳେ ଭାସିଲା ପାଷାଣ୍ଡ। କହଇ ଦୈତ୍ୟ ବାରେ ଶୁଣ, ସୁମୁଖୀ ମୋହର ବଚନ। ବାରେ ମାତର ଚାହା କହି, ମୋଠାରେ ଅନ୍ୟ ମନା ନହି। ମନ୍ଦ ଦରି ଯେ ରାଣୀଗଣ, ତୋ ଦାସୀ ହେବେ ମୋର ପଣ। ତୃଣର କ୍ଷୀଣ ଆଢୁଆଳେ, କହନ୍ତି ବଇ ଦେହି ତାରେ। ମନରେ ରାମଚନ୍ଦ୍ର ସ୍ମରି, ପଦ କମଳ ହୃଦେ ଧରି। ଶୁଣରେ ଦଶ ଶିର ତୁହି, ସମ୍ଭବ ହୋଇ କିପାରଇ। ଖଦ୍ୟାତ କିରଣ ପାଇଣ, ଉଲ୍ଲସିବ କି ପଦ୍ମବନ। କହନ୍ତି ସତୀ ବିଚାରିଣ, ନ ଜାଣୁ ରାମ ବାଣ ଟାଣ। ଏକାକୀ ଦେଖି ମତେ ତୁହି, ରେଶଠ ଆଣିଲୁ ଚୋରାଇ। ନିର୍ଲଜ ତୁହି ରେ ଅଧମ, ଅବଳା ଚୋରାଇ ତ ଟାଣ। ସୀତା ଯେ ରାମଙ୍କୁ ତପନ, ଖଦ୍ୟାତ ପରାଏ ରାବଣ। ଧିକାରୀ କହନ୍ତି ସେ ବାଣୀ, ଶୁଣିଣ ରକ୍ଷ ଶିରୋମଣି।
କ୍ରୋଧରେ ଅସି କାଢ଼ି ଆଣି କହେ ମୁଁ ପକାଇବି ହାଣି। କ୍ରୋଧିତ ହୋଇ ରାବଣ କହେ କଲୁ ମୋ ଅପମାନ। କଠିନ କୃପାଣ ସେ ଧରି କାଟିବି କହେ ତୋର ଶିରି। ଯେବେ ନ ହୁଅ ମୋର ବଶ ତୋ ଶିର କାଟିବି ଅବଶ୍ୟ। ଯେବେ ତୁମର କଥା ମାନ ରଖିବି ତୋହର ଜୀବନ। ଶୁଣ ମୋ ପଣ ଦୁରାଚାର ନିଲଜ ରକ୍ଷ ନାରୀଚର। ଶ୍ୟାମଳ କଞ୍ଜ ମାଳା ସମ ପ୍ରଭୁର ଦୁଇ ଭୁଜ ଜାଣ। କରିର କର ସମ ହୋଇ ଗଳେ ମୋ ପଡ଼ି ବଟି ସେହି। ନୋହିଲେ ତୋର ଅସିଧାର ଶିରକୁ କାଟିବ ମୋହର। ଶ୍ରୀରାମ ବୀର ହେ ଝଟିତି କହନ୍ତି ଚାହିଁ ସୀତା ସତୀ। ରେ ଚନ୍ଦ୍ରହାସ ଅଶିବର ବିରହ ଦୁଃଖ ପାରିକର। ଶୀତଳ ଚନ୍ଦ୍ର ସମଧାର ଦୁଃଖ ସାଗରୁ ପାରିକର। କଣ୍ଠେ ମୋ ପଡ଼ି ଦୁଃଖ ରାଶି ହରଣ କର ଆହେ ଅସି। ସତୀବାଣୀ ଶୁଣି ରାବଣ ମାରିବାକୁ ଯାଏ ତତ୍କ୍ଷଣ। ମନ୍ଦୋଦରୀ ପ୍ରେମ ବାକ୍ୟରେ କହିଣ ପ୍ରବୋଧନ୍ତି ତାରେ। ଡକାଇ ରାକ୍ଷସୀ ସକଳ ତହୁଁ କହଇ ମୂଢ଼ଖର। ଦେଖାଇ ଜାନ କିଙ୍କୁ ଡର କରାଅ ମୋ ବଶ ସତର। 1 ମାସ ଭିତରେ ଯେବେ ବଚନ ସୀତା ନ ମାନିବେ। କହୁଛି ଧରିଣ କୃପାଣ ନିଶ୍ଚୟ କରିବି ନିଧନ। ପୁରେ ଫେରିଗଲା ରାବଣ ରହିଲେ ନିଶାଚରୀ ଗଣ। ଧରିଣ ତନୁ ରୂପ ବହୁ ସୀତାଙ୍କୁ ଡରାଇଲେ ତହୁଁ। ରାକ୍ଷସୀ ନାମରେ ତ୍ରିଜଟା ସେ ଲଙ୍କାପୁରେ ଥିଲା ଏକା। ଶ୍ରୀରାମ ଚରଣେ ଭକତି ସଦା ତାହାର ଥାଏ ମତି। ସମସ୍ତ ରାକ୍ଷସୀ ଡକାଇ ସପନ ବୃତ୍ତାନ୍ତ ସେ କହି। ସତୀ ଶିରୋମଣି କହିତ ସଦା ଲଡ଼ଇ ତାର ଚିତ। ତ୍ରିଜଟା ଉବାଚ ଦେଖିଲି ମୁଁ ବାନର ଦଳ ବିନାଶିଲେ ଦାନବ କୁଳ। ସପନେ ଦେଖିଲା ବାନର ପୋଡ଼ିଲା ସେହୁ ଲଙ୍କାପୁର। ନଗ୍ନ ବେଶରେ 10 ଶିର ମୁଣ୍ଡିତ ଛିନ୍ନ ବିଂଶକର। ଦକ୍ଷିଣ ଦିଗେ ଚଢ଼ି ଖର ଚଳଇ ମାରି ଦେହେ ତୈଳ। ବିଭୀଷଣ ଏ ରାଜେ ରାଜା ଲଙ୍କାପୁରରେ ପାଳେ ପ୍ରଜା। ସୀତାଙ୍କୁ ପ୍ରଭୁ ରଘୁବୀର ଡାକି ନିଅନ୍ତି ନିଜପୁର। ବିଚାରି ଏ ସପନ ମୁହିଁ ଅନ୍ତରେ ସତ୍ୟ ଯେ ମଣଇ। ହୋଇବ ଦିନ 4 ପରେ ନିଶ୍ଚୟ ମରିବେ ଅସୁରେ। ତ୍ରିଜଟା ବାଣୀ ଶୁଣିକିରେ ସମସ୍ତ ଅସୁରିଏ ଡରେ। ପ୍ରଣମନ୍ତି ସେ ବାରମ୍ବାର ଜାନକୀ ସତୀଙ୍କ ପୟର। ସମସ୍ତ ରାକ୍ଷସୀ ଚଳନ୍ତି ସୀତା ଯେ ବସି ବିଚାରନ୍ତି। ମାସ ବିତି ଗଲେ ଅଧମ ରାକ୍ଷସ ନେବ ମୋ ଜୀବନ। ତ୍ରିଜଟାକୁ ବଚନ କହି ଯୋଡ଼ିଣ କର ବୈଦେହୀ। କହନ୍ତି ମାତା ବୈଦେହୀ ବିପଦେ ମୋର ସଖୀ ତୁହି। କେମନ୍ତେ ତେଜିବି ଏ ଦେହ ସଖିଲ ମୋତେ ବୁଦ୍ଧି କହ। ବିରହ ଦୁଃଖ ହୁତାସନ ସହି ନୁହେଁ କର ଯତନ। ଆଣିମା କାଠ ଚିତା କର ଲଗାଇ ଦିଅ ମା ଅନଳ। ବିରହ ଦୁଃଖ ନ ସହିବି ନିଶ୍ଚୟ ଚିତାରେ ଝାସ ଦେବି। ତୋ ପ୍ରୀତି ସତ୍ୟ ମୋ ବିଚାରି ଏ ବାଣୀ ସହି ମୁଁ ନ ପାରି। ଶ୍ରବଣ ଶୂଳ ପ୍ରାୟ ସେହି ନ ପାରେ ହୃଦୟ ମୁଁ ସହି। ବାଣୀ ଶୁଣି ତ୍ରିଜଟା ବୋଲେ ପାଦେ ପ୍ରଣମି ସେ ଉତ୍ତରେ। ପ୍ରଭୁ ପ୍ରତାପ ଯଶ ଗୁଣ ବନି ସେ ଶୁଣାଏ ଶ୍ରବଣ। ରାତ୍ରରେ ମୁଁ ଅନଳ କାହୁଁ ଆଣିବି ସୁନ୍ଦରୀ ତୁ କହୁଁ। ଏତେ କହିଣ ସେ ଅସୁରୀ ଚଳିଣ ଗଲା ନିଜ ପୁରୀ। ସୀତା ଯେ ବିଚାରନ୍ତି ମନ ବିହି ହୋଇଲା ସିନା ବାମ। ଏଠାରେ ଅଗ୍ନି ନ ମିଳଇ ଦୁଃଖ ମୋ ଉପଶମ ନାହିଁ। ଏ ଆକାଶେ ପାବକ ପରି ଲକ୍ଷେ ଅଧିକ ତାରା ଜଳି। ଗୋଟିଏ ସୁଧା ନ ଆସଇ କାହିଁ ଏ ରସା ତଳ ଭୁଇଁ। ଚନ୍ଦ୍ର ଅନଳ ସମ ହୋଇ ଅଗ୍ନି ଧାରଣ ନ ତେଜଇ। ମୁହିଁ ଯେ ଅଭାଗିନୀ ନାରୀ ଡାକ ନ ଶୁଣେ ଶ୍ରୁତି ଡେରି। ଆହେ ଅଶୋକ ବୃକ୍ଷରାଜ ବିନୟ ମୋର ଶୁଣ ଆଜ। ଯେବେ ମୋହର ଦୁଃଖ ହର ସାର୍ଥକ ହେବ ନାମ ତୋର। ନବପଲ୍ଲବ ଅଗ୍ନିଶମ ଦିଅ ଜାଳି ଶରୀର ମମ। ସୀତା ନିରେଖେ କପିବର ଶ୍ରୀରାମ ବର ହେ କାତର। କଳ୍ପ ସମୟ ମଣେ ସେ କପିବର ମନେ ଗୁଣେ। କପି ହୃଦୟେ ବିଚାରିଲା ରତନ ମୁଦି ପକାଇଲା।
ଅଶୋକ କି ଅଗ୍ନି ପେଶିଲେ ବିଚାରି ସୀତା করে ନେଲେ ମୁଦ୍ରିକା ଦିଶେ ମନୋହର ହୃଦୟ ଦୁଃଖ ତାପହର ଦେଖିଲେ ସୀତା ସେ ମୁଦ୍ରିକା ହୋଇଛି ରାମ ନାମଙ୍କା ଚକିତ ଜନକ ଦୁଲାଳି ମୁଦ୍ରିକା ଚିହ୍ନି ସତୀଶ୍ୱରୀ ହରସ ବିଷାଦେ ଆକୁଳେ ଶିହରି ଉଠିଲେ ଅନ୍ତରେ କେ ଅଛି ରଘୁନାଥ ଜିଣି ସଦା ଅଜୟ ରଘୁମଣି ଏ ମୁଦ୍ରିକାକୁ କେ ମାୟାରେ କଦାପି ନାହିଁ ଗଢ଼ିପାରେ ଏମନ୍ତ ବହୁତ ବିଚାର କରନ୍ତି ସତୀ ସୋମନର ଏକାଳେ ଭାସେ କପିବର ସୁନ୍ଦର ବଚନ ମଧୁର ହୃଦୟ ମନ ଦେଇ ସତୀ ସାଦରେ ଅନ୍ତରେ ଶୁଣନ୍ତି କହିଣ ଆଦ୍ୟ ପ୍ରାନ୍ତ କଥା ଗାଇଣ ମୃଦୁ ସ୍ୱରେ ଗାଥା ସୀତା କହନ୍ତି ତା ଶୁଣିଣ କେ କହେ କର୍ଣ୍ଣ ରସାୟନ କହେ ଯେ ହୁ ବାଣୀ ଭାସି ବାରେ ପ୍ରକଟ ହୁଅ ଆସି ହନୁ ପ୍ରବେଶ ସତୀ ପାଶେ ଦେଖି ହୃଦୟ ଶଙ୍କାଶେ ଇଏ ତ ସାମାନ୍ୟ ବାନର ହୋଇକି ପାରେ ସିନ୍ଧୁ ପାର କହେ କପି ମୁଁ ରାମଦୂତ କରୁଣା ନିଧାନ ଶପଥ ଯତନେ ରଖି ସେ ମୁଦ୍ରିକା ଆସିଛି ଲଙ୍ଘି ସିନ୍ଧୁ ଏକା ଶ୍ରୀରାମ ଏସ ନ ସଂକେତ ପଠାଇଛନ୍ତି ମାତ ସତ କହନ୍ତି ଜାନକୀ ସେନର କିମ୍ପା ପ୍ରୀତି କରିବାନର ଜାନକୀ ବଚନ ପାବନି କହନ୍ତି କଥା ଯେ ବର୍ଣ୍ଣନି କପିର ବାଣୀ ପ୍ରେମେ ଶୁଣି ବିଶ୍ୱାସ ହୃଦୟ ଜନନୀ କାୟ ମନ ବାକ୍ୟରେ ତ ଦୟାନିଧିଙ୍କ ଦାସ ସତ ଶ୍ରୀରାମ ପଦେ ଯାର ମତି ନିଶ୍ଚୟ ଲଭେ ସେ ଭକତି ଦ୍ୱିତୀୟ ଅଧ୍ୟାୟ ପ୍ରଭୁ ସେବକ କପି ଜାଣି ଆନନ୍ଦ ଜନକ ନନ୍ଦିନୀ ସୀତା ଉବାଚ ବୋଲନ୍ତି ହନୁ ମୁଖ ଚାହିଁ ବିରହେ ଲୋତକ ଝରାଇ ବୁଢ଼ୀ ମୁଁ ବିରହ ସଲିଳେ ଯାଉଥିଲି ମୁଁ ଏତେବେଳେ ତୁମେ ଯେ ଜଳ ଯାନ ପରି ଏଥିରୁ କରି ଅଛ ପାରି ଏବେ କହ ତୁ ମୋ ଆଗର ଶ୍ରୀରାମ ପ୍ରଭୁଙ୍କ କୁଶଳ ସୁଖେଛନ୍ତି ନା ପ୍ରଭୁ ମୋର ଯେ ପ୍ରଭୁ ବିଶ୍ୱ ସୁଖସ୍ଥଳ ଖର ରିପୁଙ୍କ ସଙ୍ଗେ ଭ୍ରାତା କହ ତୁ ତାଙ୍କର ବାରତା ଅଛନ୍ତି କି ନା ସେହି ଭଲେ ହୃଦୟ ହେବ ଶାନ୍ତ ଶୁଣିଲେ ସେ ହରି ସଦା ଦୟାମୟ ଶ୍ୟାମଳ କୋମଳ ହୃଦୟ ମୋ ପରେ ନିଷ୍ଠୁର କିମ୍ପାଇଁ ହୋଇଲେ ଦଇ ତାରି କାହିଁ ସେବକ ସୁଖ ଦଶେ ହରି ସରଳ ସ୍ୱଭାବ ମୁରାରି ଏ ଦାସୀକୁ କେବେ ଶ୍ରୀରାମ ହୃଦୟ କି କରନ୍ତି ସ୍ମରଣ କେବେ ଦେଖିବ ଶ୍ୟାମତନ ଶୀତଳ ହୋଇବ ନୟନ କହରେ ପବନ ତନୟ ନେତ୍ରେ ଦେଖିବି ଦୟାମୟ ନେତ୍ରରୁ ଲୋତକ ଝରଇ ମୁଖେ ବଚନ ନ ସ୍ଫୁରଇ ଆହା ପ୍ରାଣନାଥ ଯେ ମୋର ମୁହିଁକି ହୋଇଲି ପାଶର ସୀତାଙ୍କ ବିରହ କାତର ଦୁଃଖେ ଦୁଃଖିତ ମହାବୀର ବିନୀତ କୋମଳ ବଚନ କହଇ ମାତା ମୋର ଶୁଣ ସୁଖରେ ଅନୁଜ ସହିତ ଅଛନ୍ତି ମୋର ପ୍ରଭୁ ମାତ ଝୁରୁଛନ୍ତି ସେ ଦିବାରାତ୍ର ତୁମ୍ଭର ଦୁଃଖରେ ସର୍ବତ୍ର କହଇ ଜନନୀ ଗୋ ଶୁଣ ମନରେ ଉଣା ତୁ ନ ଘେନ ତୁମ୍ଭର ସ୍ନେହ ପ୍ରଭୁଠାରେ ତାଙ୍କର ଦ୍ୱିଗୁଣ ତୋଠାରେ ହୃଦୟ ଧୈର୍ଯ୍ୟ ଧରିଣ ଶ୍ରୀରାମ ସନ୍ଦେଶ ମା ଶୁଣ ଗଦ ଗଦରେ କପି କହି ନୟନ ଲୋତକ ବହଇ ସୀତା ସତୀଙ୍କର ବିୟୋଗ ବିରହେ ରାମ ମହାଭାଗ ମୋତେ ଯେ କହିଛନ୍ତି ଫେଇ ସବୁ ତ ଓଲଟା ଲାଗଇ ନବୀନ କିଶଳୟ ଜାଣ ଲାଗଇ ମୋତେ ଦୂତାସନ ରାତ୍ରି ଯେ କାଳ ରାତ୍ରି ସରି ଚନ୍ଦ୍ର ଲାଗନ୍ତି ସୂର୍ଯ୍ୟ ପରି କୁମୁଦ କାନନ ତୁ ଜାଣ ଲାଗଇ କୁନ୍ତ ଗୁଚ୍ଛ ସମ ଆକାଶ ମେଘ ବରସଇ ତପ୍ତ ତୈଳ ସମସ୍ତେ ହୋଇ ଚକ୍ଷୁଶ୍ରବଣେ ଶ୍ୱାସ ସମ ଲାଗଇ ମଳୟ ପବନ ଯେତରୁ ତଳେ ମୁଁ ବସଇ ତା ଛାଇ ଉତ୍ତପ୍ତ ଲାଗଇ ଏ ଜଗତରେ ମୋର ହିତେ ଜଡ଼ ଚେତନ ଥିଲେ ଯେତେ ସେ ସମସ୍ତ ଏବେ ଦାରୁଣ ଦେଉଛନ୍ତି ଯେ ପୀଡ଼ା ଜାଣ ଦୁଃଖ ଯେ ଅନ୍ୟ ଆଗେ କହି ଦୁଃଖ ଯେ କିଛି ଲଘୁ ହୋଇ ମାତ୍ର କେ ବୁଝିବ ବେଦନା ଅନ୍ତର ଜଳେ ଦୁଃଖ ସିନା
हे प्रिया तोहर मोहर बुझिब महत प्रेमर केवल मन जे मोहरी जाणई तत जे ताहारी से मन एबे पाई बोध तोठारे होईछि आबोध एथिरो मोर प्रीति रस बुझि प्रिया तो होई तोस संदेश प्रभुंकर शुणी आनंद जनक नंदिनी होइले से प्रेम मगन अजिला देह आउ ज्ञान सीतांकु कहे कपिवर हृदय वे धैर्य धर सुमेर श्रीरामंकु माता से जे भगत सुखदाता हृदय प्रभुंकु सुमर तांकर प्रभुता विमल एबे मोहर बाणी शुणी विकल न हुओ जननी श्रीराम बाण हुतासन राक्षस पतंग समान हृद मनरे धैर्य धर दैत्य जे जळिबे थर बारता जेबे रघुनाथ पाइथान्ते जे यथार्थ केबे विलम्ब से न करी थान्ते प्रभु नरहरि उदित सूर्यंक समान श्रीराम बाण बलवान दैत्यगण जे निशासम जीवने बंचिबे केसन एबे मु तुम्भंकु जननी नेई जाती संगे घेनी प्रभुको आज्ञा मते नाही होइबी तांको पासे द्रोही माता तू आउ किछि दिन हृदय धैर्य तु घेन रुक्ष कपि सेना संगर एथि प्रवेशी रघुवीर करिबे राक्षस विनाश रक्षिण तिनि पुरे जस तुम्भंकु उद्धरिबे माये देखिबे स्वर्गे देवताए आकाश पुष्प हेब वृष्टि उश्वास लभिब ए सृष्टि एमंत कपि वाक्य शुणी कहन्ति जनक नंदिनी रे पुत्र एबे तु ही शुण क्षुद्र जे तोहरि समान अछन्ति कपि सेनागण कि करिबे रुक्ष भवन लंकारे राक्षस जेतेक बलवान से कुएक 60 हातर प्रमाण सबुरी कळे बरमान सती कहन्ति हनुमान परम सन्देह ममन शुणेन सीतांक सन्देह प्रकट कला निज देह कनक पर्वत परी दिशई हनुमान सरी युद्धरे हा बलवंत ए महावीर हनुमंत होइला भरोसा सन देखिए रूपे हनुमान सीतांक पदे प्रणमिला क्षुद्र रूपरे प्रकटिला जगते बल बुद्धिहीन बानर कोल सीना जान लभिले प्रभु कृपा फल सर्प हुए गरुड़ काल जे राम कृपा कुल भई ताहाकु काल जे डरई एमंत कपि बाणी शुणी हरस जनक नंदिनी विशेष बल तेज भक्ति देखि हरस सीता सती तुम्भर बल बुद्धि वृद्धि हेउ सकल कार्य सिद्धि राम भक्ते आशीर्वाद बोइले हेई निर्विवाद हुओ तु अजर मर गुण निधि हे पुत्र मोर श्रीराम पदे सदा भक्ति हेउ तो स्थिर बुद्धिमती से प्रभु सदया करिबे सकल विघ्न को खंडिबे शुणेन एमंत भारती आनंद होइला मारुति परम प्रेम रे मगन होइला केसरी नंदन सीतांको पादे बारंबार हनुजे लगाइला शिर मारुति दुई कर जोड़ी कहे उत्तर पादे पड़ी मातम होइली निर्भर जानो ये सारा संसार तुम्भर आशीर्वाद सत्य धन्य होइली लभिमात माता मु बानर धम एथि बहुत फल मान दक्षिण क्षुधारे उदर हेउछि मोहर आकुल सीता उवाच सादरे कपि बाणी शुणी बोलंती सती शिरोमणि शुण रे पुत्र हनुमान देखुछु ए जेउ विपिन अछंती बहु रखुआल समस्ते बपु बलशील जानकी कथा शुण गिर बोलोई हनुमंत वीर कहे हनुमान तुमर मन स्वच्छ थिले मातर ताहांकु भय नाही मोर मनरु चिंता दूर कर बानर बल बुद्धि देखी जाओ रे कहंती जानकी
ରାମଚରଣେ ରଖି ମନ ଖାଓରେ ମିଠା ଫଳମାନ। ସୀତାଙ୍କ ପାଦକୁ ବନ୍ଦିଣ ହନୁ ଚଳିଲା ମଧୁବନ। ବୃକ୍ଷ ଉପାଡ଼ି ଭାଙ୍ଗି ଡାଳ ବାନର ଖାଏ ମିଠା ଫଳ। ବହୁତ ରଖୁଆଳ ତହିଁ ଥିଲେଟି ଉପବନେ ରହି। ବାନର କାହାକୁ ମାଇଲା କେହୁ ଭୁବନକୁ ଧାଇଁଲା। କେ ଭଏ ଉପବନ ଭାଗେ କେହୁ କହେ ରାବଣ ଆଗେ। ଭଦେବ କାହୁଁ କପି ଆସି ଅଶୋକ ବାଟି କାରେ ପଶି। କରଇ ଦେଖ ଛାର ଖାର କାହାକୁ ନାହିଁ ତାର ଡର। ବାର ତାରା ବଣ ଶୁଣିଲା ବହୁ ବୀର ସ୍ୱର ପେଶିଲା। ଦେଖି ବହୁତ ସୁରବୀର ଗର୍ଜଇ ପବନ କୁମାର। ସକଳ ରାକ୍ଷସ ଦେଖିଣ ମାଇଲା କପି ଗୋଡ଼ାଇଣ। କେତେ ଯେ ଦର ମରା ହୋଇ କେତେକ ଗଲେ ବାର୍ତ୍ତା ନେଇ। ରାବଣ ପଠାଇଲା ବୀର ତହିଁକି ଅଶୋକ କୁମାର। ବହୁତ ସୈନ୍ୟ ଘେନି ସଙ୍ଗେ ଚଳଇ ସେ ଅସୁର ରଙ୍ଗେ। ତାକୁ ଆସିବାର ଦେଖିଣ ଉପାଡ଼ି ବହୁ ବୃକ୍ଷମାନ। ପିଟି ପିଟି ତାହାକୁ ମାରି ହନୁ କରଇ ସିଂହରଡ଼ି। ମାଇଲା କାହାକୁ ମର୍ଦିଲା କାହାକୁ ଧୂଳି ସାତ କଲା। ରାକ୍ଷସ କେବା ବଞ୍ଚି ପ୍ରାଣେ ଯାଇଣ କହଇ ରାବଣେ। ଭୋଦେବ ମର୍କଟ ଯେ ବଳି ମାରିବ ସମସ୍ତଙ୍କୁ ଧରି। ପୁତ୍ରର ବଧ ଶୁଣି ଗିର ଅତି କ୍ରୋଧରେ ଦଶ ଶିର। ପଠାଏ ମେଘନାଦ ବୀର ବୀରଙ୍କ ମଧ୍ୟେ ବୀରବର। ପଠାଇ ସୁତେ କହେ ବାଣୀ ନ ମାରି ବାନ୍ଧି ଆସ ଘେନି। ଦେଖିବା ମର୍କଟ ସାହସ କାହୁଁ ଆସିଛି କେତାଇଶ। ଚଳଇ ବୀର ଇନ୍ଦ୍ରଜିତ ସେ ବୀର ଯୋଦ୍ଧା ଅତୁଳିତ। ଶୁଣି ତାହାର ଭାତୃବୋଧ ମନରେ ଭରି ବହୁ କ୍ରୋଧ। ଆସଇ ଦେଖିଲା ବାନର ବହୁତ ଦାରୁଣ ଏ ବୀର। ରାବ ଯେ କିଳି କିଳା କରି ହନୁ ଧାଇଁଲା ଗଦା ଧରି। ବିଶାଳ ତରୁ ପାଡ଼ିଲା ମେଘନାଦ ପରେ ଫିଙ୍ଗିଲା। ଭାଙ୍ଗିଲା ଇନ୍ଦ୍ରଜିତ ରଥ ଫିଙ୍ଗିଲା ଦୂରକୁ ତୁରନ୍ତ। ତା ସଙ୍ଗେ ଥିଲେ ଯେତେ ବୀର ଶୋକରେ ମର୍ଦିଲା ବାନର। ତାହାଙ୍କୁ ମର୍ଦି ନିଜ ଅଙ୍ଗେ ଯୁଝ ଇନ୍ଦ୍ରଜିତ ସଙ୍ଗେ। ସତେ କି ଗଜରାଜ ଦୁଇ ରଣରଙ୍ଗରେ ମତ ହୋଇ। ମୁଥାଏ ମାରିଣ ତାହାକୁ ଚଢ଼ିଗଲା ହନୁ ଗଛକୁ। ଦୈତ୍ୟ ଯେ କ୍ଷଣେ ମୂର୍ଚ୍ଛା ଗଲା ଉଠିଣ ମାୟା ଆରମ୍ଭିଲା। ବହୁ ମାୟାରେ ଦୁରାଚାର ଜିଣି ନହିଲା କପିବର। ବ୍ରହ୍ମସ୍ତ୍ର ସେ ସନ୍ଧାନିଲା ଦେଖିଣ କପି ବିଚାରିଲା। ମୁଁ ଯେବେ ହି ବ୍ରହ୍ମସର ନ ରଖେ ମର୍ଯ୍ୟାଦା ତାହାର। ତାହାର ମହିମା ଅପାର ନାଶ ହେବ କରେ ବିଚାର। ଦୈତ୍ୟ ଯେ ବ୍ରହ୍ମସର ମାରି ବାନ୍ଧଇ ହନୁମାନେ ଧରି। ପଡ଼ୁ ପଡ଼ୁ ସେ ହନୁମାନ ମାରେ ବହୁ ଅସୁର ସୈନ୍ୟ। ବୁଝିଲା ଯେବେ ସେହି ଦୈତ୍ୟ କପି ହୋଇଲାଣି ମୂର୍ଚ୍ଛିତ। ବାନ୍ଧି ତାହାକୁ ନାଗ ଫାସେ ନେଣ ଗଲା ପିତା ପାଶେ। ଶିବ କହନ୍ତି ଉମା ଶୁଣ ସୁମରିବାରେ ଯାର ନାମ। ଏ ଭବ ବନ୍ଧନ କାଟନ୍ତି ସୁଜ୍ଞାନର ଯେ ସନ୍ଥ ଜ୍ଞାନୀ। ବନ୍ଧନେ ପଡ଼ି ତାଙ୍କ ଦୂତ ବସ କି ହେବ ହନୁମନ୍ତ। ପ୍ରଭୁର କାର୍ଯ୍ୟ ଲାଗି ବସ ହୋଇ ଶହେ କପି କଳେଶ। ବନ୍ଧା ହୋଇଲା ହନୁମାନ ଶୁଣି ଧାଇଁଲେ ରୁକ୍ଷଗଣ। କୌତୁକ ପାଇଁ ତାକୁ ନେଲେ ସଭାପୁରରେ ଉଭା କଲେ। ରାବଣ ସଭାକୁ ନୟନେ ଦେଖିଣ ଆଚମ୍ବିତ ମନେ। ଦେଖିଣ ରାବଣ ପ୍ରଭୁତ ଆଶ୍ଚର୍ଯ୍ୟ ହୋଇ ବାୟୁସୁତ। ସମସ୍ତ ସୁର ଦିଗପାଳ ଭୟ ଅଛନ୍ତି ଯୋଡ଼ିକର। ଚାହାନ୍ତି ଭୃକୁଟିକୁ ତାର ସମସ୍ତେ ହୋଇଣ ଆକୁଳ। ଏମନ୍ତ ପ୍ରତାପ ଦେଖିଣ କେବେ ନ ଡରେ ହନୁମାନ। ଗରୁଡ଼ ପକ୍ଷୀ ଡରଇକି ଅହିର ଆଡ଼ମ୍ବର ଦେଖି। ରାବଣ କପି କିୟ ନାହିଁ କଟୁବାଣୀ ସେ କ୍ରୋଧେ କହି। ସୁମରି ପୁତ୍ର ମୃତ୍ୟୁ ତାର ହୃଦେ କାନ୍ଦେ ହୋଇ ବିକଳ। ରାବଣ କହେ କ୍ରୋଧ ଭରେ କାହିଁର ବାନର ତୁଆରେ। କାହାର ବଳେ ଛାର ଖାର କଲୁ ମଧୁବନ ବାନର। କେବେ କି କାନେ ନାହୁଁ ଶୁଣି ମୋ କଥା ଶଠ ଶିରୋମଣି। ରେ ଶଠ ଶୁଣି ମୋର କଥା
ହୃଦେ ତ ନାହିଁ ଭୟ ବ୍ୟଥା। କେଉଁ ଅପରାଧରେ ତୁହି ମାଇଲୁ ଅସୁର ଗୋଡ଼ାଇ। ନାହିଁ କିଆରେ ସଠ ତୋର ଜୀବନରେ କାହାକୁ ଡର। ଏମନ୍ତ ଶୁଣି ହନୁମାନ କହେ ଶୁଣ ସଠ ରାବଣ। ଯାହାର ଆଜ୍ଞା ମାନି ମାୟା ରଚଇ ସଂସାରର କାୟା। ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର ପାଳନ କରି ଆଜ୍ଞା ଯାର। ସୃଷ୍ଟିକୁ କରନ୍ତି ପାଳନ କରନ୍ତି ସଂହାର ରକ୍ଷଣ। ଯାର ଆଜ୍ଞାରେ ଅହିପତି ଧରାକୁ ମସ୍ତକେ ଧରନ୍ତି। ସୁରସନ୍ଥ ତାରଣ ପାଇଁ ଯେ ଦେହ ବହୁତ ଧରଇ। ତୋପରି ମୂର୍ଖେ ଶିକ୍ଷା ଦେଇ ସଂସାରେ ଧର୍ମକୁ ସ୍ଥାପଇ। କଠିନ ଶଙ୍କର କଦଣ୍ଡ ଯେ ପ୍ରଭୁ କରିଥିଲେ ଖଣ୍ଡ। ତୋପରି ଲକ୍ଷ ଲକ୍ଷ ରାଜା ଫେରିଲେ ପାଇ ଯହୁଁ ଲଜ୍ଜା। ତ୍ରିଶିରା ଦୂଷଣ ଯେ ଖର ନାସିଲେ ବାଳି ଆଦି ବୀର। ଯାବଳ ମାତ୍ର ଲେଶ ପାଇ ଜିଣିଲୁ ବ୍ରହ୍ମାଣ୍ଡକୁ ତୁହି। ଜାନାରି କରିଛୁ ହରଣ ତାଙ୍କ ଦୂତ ମୁଁ ହନୁମାନ। ବଳ କଥା ମୁଁ ସବୁ ତୋର ଜାଣଇ ମୋର ଖପା ମୋର। ସହସ୍ର ବାହୁ ତୁଲେ ରହି ସମର କରିଥିଲୁ ଯାଇ। ବାଳିର ତୁଲେ ଯୁଦ୍ଧ କରି ଲଭିଲୁ ଯଶ କେତେ ହାରି। ଏମନ୍ତ ଶୁଣି ଦଶ ଶିରି ଉଠଇ ଅଟ୍ଟହାସ କରି। ରାବଣେ କହେ କପିବର କ୍ଷୁଧାରେ ଖାଇଲି ମୋ ଫଳ। ସ୍ୱଭାବେ ମୁଁ ଅଟେ ବାନର ତାଡ଼ିଲି ବୃକ୍ଷ କୁଶକଳ। ଦେହ ସବୁରି ଅଟେ ପ୍ରିୟ ହେ ରାଜା ଅନ୍ୟ କିଛି ନୁହଁ। ତୋ ମନ୍ଦ ବୁଦ୍ଧି ଦୈତ୍ୟଗଣ ମୋତେ ମାଇଲେ କି କାରଣ। ଯେଉଁ ଦୈତ୍ୟ ମୋତେ ମାରଇ ମୁଁ ତାକୁ ମାଇଲି ଗୋଡ଼ାଇ। ତହୁଁ ବାନ୍ଧିଣ ଇନ୍ଦ୍ରଜିତ ମୋତେ ଆଣିଛି ତବ ସୁତ। ବାନ୍ଧିଲା ବୋଲି ନାହିଁ ଲାଜ ମୁହର୍ଷ ହେବ ପ୍ରଭୁ କାର୍ଯ୍ୟ। କର ଯୋଡ଼ୁଛି ମୁଁ ରାବଣ କରଇ ବିନତି ମୋ ଘେନ। ମୋର ଶିକ୍ଷା କଥା ଯେ ବାରେ ଶୁଣ ତୁ ଦୈତ୍ୟ ପତି ଥରେ। ଗରବ ତେଜ ନିଜ କୂଳ ପଦ୍ଧତି କର ତୁ ବିଚାର। ଭ୍ରମକୁ ଏଡ଼ି ତୁହି ଭଜ ଦୁଃଖ ହାରି ପଦ ସରୋଜ। କାଳ ନାଶଇ ଚରାଚର ସେ ମଧ୍ୟ ନାଶେ ସୁରାସୁର। ସେ କାଳ ପ୍ରଭୁଙ୍କୁ ଡରଇ ଭଏ ଯେ ଥର ହର ହୋଇ। ସେ ପ୍ରଭୁ ତୁଲେ ତୁ ରାବଣ ନକର ଶତ୍ରୁ ଆଚରଣ। ରାବଣ ମୋର ବୋଲ କର ସୀତା ସମର୍ପି ସେ ପୟର। ପ୍ରଣତ ପାଳ କୃପା ସିନ୍ଧୁ ଖରାରି ରଘୁ କୁଳ ଇନ୍ଦୁ। ରଖିବେ ପଶିଲେ ଶରଣ ପାଶୋରିତ ପ୍ରାଧ ଜାଣ। ଶ୍ରୀରାମ ଚରଣ ପଙ୍କଜ ହୃଦୟ ଧରି ନିତ୍ୟ ଭଜ। ଲଙ୍କାରେ ଅଚଳ ରାଜୁତି ଭୋଗ କର ତୁ ଲଙ୍କାପତି। ଯଶ ପୁଲସ୍ତ୍ୟ ଋଷିଙ୍କର ଅଟଇ ଚାରୁ ଶଶଧର। ପବିତ୍ର ବଂଶ ଯଶ ଗୁଣ ନ ହୁଅ କଳଙ୍କ ରାବଣ। ରାମ ନାମ ବିନାଏ ବାଣୀ ଶ୍ରୁତି ମଧୁର ନହେ ପୁଣି। ବାରେ ତୁ ଘେନ ମୋ ବଚନ ଶ୍ରୀରାମ ପଦେ ଦିଅ ମନ। କାମ ମଦ ମୋହକୁ ତେଜ ଶ୍ରୀରାମ ନାମ ତୁହି ଭଜ। ପିନ୍ଧିଣ ସବୁ ଅଳଙ୍କାର ନ ପିନ୍ଧିବ ନ ସୁନ୍ଦର। ଦିଶେ କି ସୁନ୍ଦରୀ ନାଗରୀ କହତା ଶୋଭା ତୁ ସୁରାରୀ। ଯେ ଜନ ଶ୍ରୀରାମ ବିମୁଖ ପ୍ରଭୁ ତା ସମ୍ପତ୍ତି ଯେ ସୁଖ। ଥିଲେ ନଥିଲା ତାର ସରି ଖ୍ୟାତି ମିଳିଲେ ଦୁଃଖ ପରି। ଜଳ ନାହିଁ ଯେ ତଟ ନୀର ବର୍ଷାନ୍ତେ ଶୁଷ୍କ ରହେ ଚିର। ପ୍ରତିଜ୍ଞା କରି ହନୁମାନ କହଇ ଶୁଣ ତୁ ରାବଣ। ଶ୍ରୀରାମ ବିମୁଖ ଜନର ରଖନ୍ତା ନାହିଁ ଏ ସଂସାର। ଆରେ ପାମର ରାମ ଦ୍ରୋହୀ ତୋତେ ନ ରଖି ବେଟି କେହି। ସହସ୍ର ବିଧାତା ଶଙ୍କର ବିଷ୍ଣୁ ନ ରଖିବେ ପାମର। ତେଜ ତୁ ଅଭିମାନ ମଦ ଅନ୍ତେ ସଦା ସେ ଦୁଃଖପ୍ରଦ। କୃପା ସିନ୍ଧୁ ପ୍ରଭୁ ଶ୍ରୀରାମ ଭଜ ସଦା ତାଙ୍କ ଚରଣ। ବୁଝାଇ କହିଲେ ପାବନି ବହୁତ ହିତ କରବାଣୀ। ବିବେକ ଭକ୍ତ ଯୁକ୍ତ ଭାଷା ପୁଣି କିରତି ନ୍ୟାୟ ମିଶା। ହସି ଅଭିମାନୀ ରାବଣ ଉତ୍ତରେ କହେ ସେ ଅଧମ। ବାନର ବଡ଼ ଜ୍ଞାନୀ ତୁହି ମୋହର ଗୁରୁ ପ୍ରାୟ କହି। ରେଖଳ କପି ମୃତ୍ୟୁ ତୋର ହେଲାଣି ନିକଟ ପାମର। ଅଧମ ମର୍କଟଟା ହୋଇ ମୋତେ ବୁଦ୍ଧି ଶିଖାଇ ତୁହି।
ତା ଶୁଣି କହେ ହନୁମାନ, ତୁ ନିଶ୍ଚୟ ମରିବୁ ରାବଣ। ତୋ ମତି ଭ୍ରମ ହୋଇଲାଣି, କଥା ତ ଜଣା ପଡ଼ିଲାଣି। କପିର ଏହି ବାଣୀ ଶୁଣି ଅତି କ୍ରୋଧରେ ବିଂଶ ପାଣି। କ୍ରୋଧରେ ହୋଇ ଜର ଜର କହଇ ତୋରି ତ ସଂହାର। ରାବଣ ବଚନ ଶୁଣିଣ ମାରି ଗୋଡ଼ାନ୍ତି ଦୈତ୍ୟଗଣ। ବିଭୀଷଣ ମନ୍ତ୍ରୀ ସହିତ ଏକାଳେ ହୁଏ ଉପସ୍ଥିତ। ପାଦରେ ପଡ଼ି ଜଣାଇଲା ବହୁତ ବିନତି ସେ କଲା। ଦୂତକୁ ମାଇଲେ ହେ ପ୍ରଭୁ, ନାଶ ହୋଇବ ନୀତି ସବୁ। ବିଚାରି ଅନ୍ୟ ଦଣ୍ଡ ତାକୁ, ଦିଅନ୍ତୁ କିଛି ଏ କପିକୁ। ଭଲ ବୁଦ୍ଧି ଏ ବିଭୀଷଣ, ସକଳେ କହିଲେ ପ୍ରମାଣ। ରାବଣ କହେ ହସି କରି, ପଠାଅ ଅଙ୍ଗ ଭଙ୍ଗ କରି। ଲାଙ୍ଗୁଡ଼ ପ୍ରିୟ ମର୍କତଳ, ବୁଝାଇ କହଇ ସକଳ। କନା ବାନ୍ଧିଣ ଢାଳି ତୈଳ, ସମସ୍ତେ ଲଗାଅ ନଳ। ବାନର ପୁଛ ହୀନ ହୋଇ, ଅତିଷ୍ଠ ହୋଇ ଫେରିବଇ। ନିଜ ପ୍ରଭୁ ସଙ୍ଗେ ବାନର, ନେଇଣ ଆସିବ ମୁକର। ଯାହାର ବଳ ଯଶ ଗୁଣ, ଏତେ କବି କରେ ଦର୍ଶନ। ସେ ପ୍ରଭୁ କେତେ ଯେ ପ୍ରତାପୀ, ଦେଖିବା ଯାର ଦୂତ କପି। ତାର ବଚନ ଶୁଣି କନେ, କପି ହସଇ ମନେ ମନେ। ବାଗ୍ଦେବୀ ସାହା ହେଲେ ମୋର, ମନରେ ଭାସେ କପିବର। ରାକ୍ଷସ ରାବଣ ଆଜ୍ଞାରେ, ଯତ୍ନେ ଲାଗିଲେ ଧାତିକାରେ। କପି ଯେ ଲାଙ୍ଗୁଡ଼ ବଢ଼ାଇ, ନଗର ଖେଳାଏ ବୁଲାଇ। ନଗରେ ଥିଲା ଯେତେ ବସ୍ତ୍ର, ଅଣ୍ଟଇ ନାହିଁ ତୈଳ ଘୃତ। କୌତୁକ ଦେଖିବାକୁ ଠୁଳ, ହୋଇଲେ ସର୍ବ ରକ୍ଷକୁଳ। ପାବନି ଲାତ ମାରୁଥାନ୍ତି, ସମସ୍ତେ ହସି ଦେଉଥାନ୍ତି। ଢୋଲ ବଜାଇଣ ସକଳେ, ବୁଲାନ୍ତି ନଗରେ ନଗରେ। ସମସ୍ତେ ଦେଇ କରତାଳି, ପୁଛରେ ଅଗ୍ନି ଦେଲେ ଜାଳି। ଜଳଇ ଅଗ୍ନି ଦେଖି ବୀର, ଲଘୁ ରୂପ ହେଲା ବାନର। ଡେଇଁ ଚଢ଼ିଲା ଖରତରେ, କନକ ଅଟାଳି ଉପରେ। ଦେଖି କପି ଅଟାଳି ପରେ, ରାକ୍ଷସଙ୍କର ହୃଦ ଥରେ। ସେ କାଳେ ବାୟୁ ଅଣଚାଷେ, ବହିଲା ବିଧାତା ଦେଶେ। କପି ବପୁ ଚୁମ୍ବେ ଆକାଶ, ଗର୍ଜଇ କରି ଅଟହାସ। ପର୍ବତ ସମ ଦେହ ତାର, ଲାଗଇ ହାଲୁକା କପିର। ମନ୍ଦିରୁ ମନ୍ଦିର ସେ ନେଇ, ବିନା ସଂକୋଚେ ସେ ବୁଲଇ। ଜଳିଲା ଲଙ୍କାର ନଗର, ଲୋକେ ହୋଇଲେ କଲବଲ। ଛାତି ମୁଣ୍ଡ ପୋଡ଼ି ସକଳ, ବହୁ ମନ୍ତେ ହୋଇ ବିକଳ। ବାପା ମା ଡାକନ୍ତି କାତରେ, ବଞ୍ଚାଇବ କେ ବିପଦରେ। ମୁହିଁ ଯେ ଆଗୁ କହିଥିଲି, ନୁହେଟିଏ ବାନର ବୋଲି। ଏକେହୁ ଦେବତା ପ୍ରବର, ନିଶ୍ଚୟ ରୂପେ କପିବର। ସାଧୁ ଅବଜ୍ଞା କଲେ ଜାଣ, ଫଳଇ ଫଳଟିଏ ସନ। ନଗର ହୋଇ ହତଶିରି, ଜଳଇ ସେ ଅନାଥ ପରି। ଏକଇ ନିମିଷେ ଜଳିଲା, ଲଙ୍କା କଟକ ଭସ୍ମ ହେଲା। ବିଭୀଷଣର ଘର ଏକା, ସେଥିରୁ ପାଇ ଗଲା ରକ୍ଷା। ଶିବ କହନ୍ତି ଉମା ଶୁଣ, ଯାହାଙ୍କ ଭକ୍ତ ବିଭୀଷଣ। ସୃଜନ୍ତି ଅଗ୍ନି ସେହି ଯେଣୁ, ରକ୍ଷା ହୋଇଲା ତାର ତେଣୁ। ଓଲଟି ପାଲଟି ନଗର, ଜାଳି ସିନ୍ଧୁରେ ଡିଏଁ ବୀର। ପୁଛ ବୁଝାଇ ଶ୍ରମ ହରି, ପୁଣି ଲଘୁ ରୂପକୁ ଧରି। ଜନକ ସୁତାଙ୍କ ଛାମୁର, ଉଭା ହୋଇଲା ଯୋଡ଼ିକର। ଦିଅ ମାତା କିଛି ସଂକେତ, ଦେଇନଥିଲେ ଯେହ୍ନେ ନାଥ। ମଥାମଣି ତହୁଁ କାଢ଼ିଲେ, ହନୁକୁ ସତୀ ସମର୍ପିଲେ। ଅତି ହରଷ କପି କରେ, ତାହାକୁ ଧଇଲା ଆଦରେ। କହିବୁ ପୁତ୍ର ହନୁମାନ, ମୋହର ସାଷ୍ଟାଙ୍ଗ ପ୍ରଣାମ। ତୁମ୍ଭେ ଯେ ଦୟାର ସାଗର, ମୋ ମନସ୍କାମ ପୂର୍ଣ୍ଣ କର। ଯଶ ରକ୍ଷକ ଦୀନବନ୍ଧୁ, ଆରତ ହାରି କୃପା ସିନ୍ଧୁ। ସଙ୍କଟ ମୋର ବେଳୁ ବେଳ, ଭାରି ହୋଇଲା ନାଥ ହର। ଇନ୍ଦ୍ର ତନୟ କଥା ତୁହି, ପୁତ୍ର ତୁ କହିବୁ ଚେତାଇ। ପ୍ରଭୁଙ୍କର ପ୍ରତାପ ବାଣୀ, ବୁଝାଇ କହିବୁ ପାବନି। 1 ମାସ ମଧ୍ୟରେ ଯେବେ, ପ୍ରଭୁ ଏଠାକୁ ନ ଆସିବେ। ଶୁଣ ଜୀବନ ମୋର କପି, ଆଉ ନଥିବ ଟି କଦାପି। କେମନ୍ତେ ରଖିବି ଜୀବନ,
କହ ବିଚାରି ହନୁମାନ। ତୋତେ ଦେଖିଣ କପିବର, ଶାନ୍ତ ହୋଇଲା ଛାତି ମୋର। ଏବେଠୁ ପୁଣି ସେହି ଦଶା, ସେହି ଦିନ ସେହି ମନୀଷା। ସୀତାଙ୍କୁ ବୀର ହନୁମାନ, ବହୁ ମନ୍ଦରେ ପ୍ରବୋଧିଣ। ଚରଣେ ନତ କରି ଶିର, ଲେଉଟିଲା ସେ ମହାବୀର। ତୃତୀୟ ଅଧ୍ୟାୟ। ଫେରିବା ବେଳେ କପିବର, ଗର୍ଜିଲା ସିଂହ ନାଦେ ବୀର। ସେ ନାଦ ଦୈତ ବାମଗଣ, ଶୁଣି ଗର୍ଭ ସ୍ରବିଲେ ପୁଣ। ଲଙ୍ଘିଣ ସମୁଦ୍ର ଇଲା, ହନୁମାନ କୋଳେ ମିଳିଲା। କିଳି କିଳା ଶବ୍ଦରେ ପୁଣି, କମ୍ପାଇ ଦିଏ ସେ ଧରଣୀ। ହରଷି ସରବେ ଚାହିଁଲେ, ଆସେ ହନୁମାନ ଦେଖିଲେ। ସର୍ବକପି ଆନନ୍ଦ ହେଲେ, କି ନୂଆ ଜୀବନ ଲଭିଲେ। ହନୁର ମୁଖ ଯେ ପ୍ରସନ୍ନ, ଦେହେ ଅପୂର୍ବ ଦୀପ୍ତିମାନ। ଜାଣିଲେ ଆସିଛି ସେ କରି, ଶ୍ରୀରାମ କାର୍ଯ୍ୟ ସିଦ୍ଧି କରି। ସରବେ ତାକୁ ଘେରି ଗଲେ, ସମସ୍ତ କପି ହର୍ଷ ଭରେ। ଯେପରି ଛୋଟ ପଟ ମୀନ, ଯଥା କାଳେ ଲଭି ଜୀବନ। ବାନର ଚଳିଲେ ସକଳେ, ପଚାରି ପଚାରି ମାର୍ଗରେ। ପଚାରି ବୁଝନ୍ତି ସନ୍ଦେଶ, ପ୍ରବେଶ ଲଘୁ ପତିପାଶ। ପ୍ରବେଶୀ ମଧୁବନେ ଯାଇ, ଆରମ୍ଭ କଲେ ଗୋଳ ସେହି। ଅଙ୍ଗଦ ସଙ୍ଗତେ ମିଳିଣ, ଖାଆନ୍ତି ତୋଳି ଫଳମାନ। ମଧୁବନରେ ଜଗୁଆଳେ, ବିରୋଧ କରନ୍ତି କାନରେ। କପିଏ ମୁଥ ଯେ ମାରନ୍ତି, ନିର୍ବୋଧ ସଭଏ ପଳାନ୍ତି। ସୁଗ୍ରୀବେ ଯାଇ ଜଣାଇଲେ, ଯୁବରାଜ ଯେ କପି ତୁଲେ। ଛାର ଖାର ଉପବନକୁ, କରନ୍ତି ନ ମାନେ କାହାକୁ। ଏମନ୍ତ ସୁଗ୍ରୀବ ଯେ ଶୁଣି, ହରଷ ମନେ ମନେ ଗୁଣି। ପ୍ରଭୁର କାର୍ଯ୍ୟ ସିଦ୍ଧ କରି, ଆସିଲେ ଗୋବାନର ଫେରି। ଯଦି ସେ ସୀତା ସମାଚାର, ନ ପାଇଥାନ୍ତେ ବାନର। କେଉଁ ସାହସେ ମଧୁବନେ, ଫଳ ଖାଇଥାନ୍ତେ ସେମାନେ। ଏମନ୍ତ ବିଚାର ବୀର, ପ୍ରବେଶିଲେ ସର୍ବବାନର। ସୁଗ୍ରୀବ ପଦ ଧୂଳି ଶିରେ, ସର୍ବବାନର ଲଗାଇଲେ। ରାଜା ଅତି ଆନନ୍ଦ ମନ, କରିଲେ ତାଙ୍କୁ ଆଲିଙ୍ଗନ। ଯେତେ କୁଶଳ ବାର୍ତ୍ତା ସର୍ବ, ବୋଲିଣ ପୁଛନ୍ତି ସୁଗ୍ରୀବ। ଏ କାର୍ଯ୍ୟ ରାମ କୃପା ବଳେ, ସିଦ୍ଧ ହେଲା ଦେବ ସକଳେ। ଏ କାର୍ଯ୍ୟ ସିଦ୍ଧ କଲା ହନୁ, ବଞ୍ଚାଇଲା ଆମ୍ଭ ଜୀବନ। ଶୁଣିଣ ସୁଗ୍ରୀବ ଏମନ୍ତ, ହନୁକୁ କଲା କୋଳାଗ୍ରତ। ହନୁର ତୁଲେ ସଙ୍ଗ ହୋଇ, ରାମଙ୍କ ପାଶେ ସେ ଚଳଇ। ଆସିବା ଦେଖି ହନୁମାନ, ଆନନ୍ଦ ହେଲେ ରଘୁରାଣ। କାର୍ଯ୍ୟ ସିଦ୍ଧି ହୋଇଲା ଜାଣି, ଶିଳା ଉପରେ ରଘୁମଣି। ବିଜୟ କଲେ ଦୁଇ ଭାଇ, କପିଏ ପ୍ରଣମନ୍ତି ଯାଇ। କପିଙ୍କୁ ଅତି ପ୍ରେମାଦର, କରନ୍ତି କରୁଣା ସାଗର। ପୁଛନ୍ତି କୁଶଳ ବୋଲିଣ, କୁଶଳ ଦେଖି ଶ୍ରୀଚରଣ। କହନ୍ତି ଜାମ୍ବବନ୍ତ ବୀର, ଶୁଣନ୍ତୁ ପ୍ରଭୁ ରଘୁବୀର। ତୁମ୍ଭର ଦୟା ବଳେ ପ୍ରଭୁ, କାର୍ଯ୍ୟ ହୋଇଲା ସିଦ୍ଧି ସବୁ। ଆମ୍ଭ ଜନ୍ମ ସଫଳ ହେଲା, ତୁମ୍ଭର କୃପା ଲାଭ ହେଲା। ପବନ ସୁତ ହନୁମାନ, ନାଥ କରିଲା ଯେ ସାଧନ। ଏହି ସୁଖେ ପ୍ରଭୁ କେଶନ, ମୁହିଁ ଯେ କରିବି ବର୍ଣ୍ଣନ। ପବନ ସୁତ ଏ ପବିତ୍ର, ବିସ୍ତାରୀ ଅଛନ୍ତି ଚରିତ। ଜାମ୍ବବନ୍ତଙ୍କର କରଣୀ, ଶୁଣିଲେ ଶ୍ରୀ କୋଦଣ୍ଡ ପାଣି। ଉଠିଣ ପ୍ରଭୁ ହୃଦେ ତାକୁ, ଧଇଲେ କୁଣ୍ଢାଇ ହନକୁ। ବଳଶୀଳତା ଗଲା ଛାଇ, ପ୍ରଭୁଙ୍କୁ ରହିଲା ଅନାଇ। କହ ବୁଝାଇ ବାୟୁସୁତ, ବୈଦେହୀ ଅଛନ୍ତି କେମନ୍ତ। କେମନ୍ତ ଜୀବନ ଧାରଣ, କରିଛି କହ ହନୁମାନ। ଶ୍ରୀ ରଘୁନାଥ ବାଣୀ ଶୁଣି, ହନୁ କହି ଯୋଡ଼ି ପାଣି। ଦିବା ରଜନୀ ତୁମ୍ଭ ନାମ, ପ୍ରହରା ଦିଅ ଇଟି ପୁଣ। ତୁମ୍ଭ ଧ୍ୟାନ କବାଟ ପ୍ରାୟ, କିଳି ଅଛନ୍ତି ସେ ହୃଦୟେ। ଚାବି ପ୍ରାୟ ଦେଇ ନିଜର, ଚରଣ ଲୋଚନ ଯୁଗଳ। କେଉଁ ବାଟରେ ପଞ୍ଚ ପ୍ରାଣ, ପଳାଇ ପାରିବ ପବନ।
ଆସିବା କାଳରେ ସେ ମୋତେ ବୁଝାଇ କହିଥିଲେ କେତେ। ଜୟନ୍ତ କାକ ଉପାଖ୍ୟାନ ଚେତାଇ କହିବାକୁ ପୁଣ ମଥାମଣିକୁ କାଢ଼ି ମୋତେ ସମର୍ପିଲେ ମା ତମ ହାତେ। ଶୁଣିନ ପ୍ରଭୁ ମଥାମଣି ଲଗାନ୍ତି ଉରେ ରଘୁମଣି। ଲୋତକ ଭରେ ଦୁଇ ନେତ୍ରେ କହିଛି ସୀତା ବାଣୀ ଯେତେ। ହେ ଦିନ ବନ୍ଧୁ ବାର୍ତ୍ତହର ପ୍ରଣତି ମୋର ଘେନା କର। ଅନୁଜ ଲକ୍ଷ୍ମଣ ସହିତେ ଚିନ୍ତଇ ସଦା ମୁହିଁ ଚିତେ। ମନ କର୍ମ ବଚନେ ମୁହିଁ ସର୍ବଦା ଅନୁଗତ ରହି। କି ଅପରାଧ ମ ଦେଖିଲ ମୋତେ ରଘୁନାଥ ତେଜିଲ। ଏକମାତର ଅବଗୁଣ ଯାହା ଅଛି ମୋହର ଶୁଣ। ତୁମ୍ଭର ବୀର ହେ ଶରୀର ନ ତୁଟଇ ଯାହା ମୋହର। ମୋହର ଦୋଷୀ ସିନା ମାତ୍ର ଅଟଇ ଯୋଡ଼ା ଦୁଇ ନେତ୍ର। ତୁମ୍ଭର ଦରଶନ ଆସେ ମରଣ ମୋ ଦେହନ ଗ୍ରାସେ। ନ ତୁଟି ତୁମ୍ଭ ବିରହରେ ଏତନ ଯାଆନ୍ତା ଅନଳେ। ନିଶ୍ୱାସ ପବନରେ ଜଳି ଯାଆନ୍ତା ତନୁ ତୁଳା ପରି। ଦରଶନ ଲୋଭରେ ମାତ୍ର ଅଧମ ଏହି ଦୁଇ ନେତ୍ର। ବଞ୍ଚିବା ଆଶାରେ ଜୀବନ ସିଞ୍ଚଇ ଯେହୁ ଘନ ଘନ। ବିରହ ନଳକୁ ସେହି ଲିଭାଇ ବଞ୍ଚାଇ ରଖଇ। ମାତା ବିପତ୍ତି ବହୁ ଘର ସେ ଦୁଃଖ ନବ ନିବାସାର। ହେ ପ୍ରଭୁ ନିମିଷ ପ୍ରତ୍ୟେକ କଳ୍ପ ସମ ବିତେ ତାଙ୍କ। ଖଳ ବଳ ଜିଣିଣ ନାଥ ଉଦ୍ଧର ସୀତାଙ୍କୁ ତୁରିତ। ଦୁଃଖ ଶୁଣି ସୁଖ ସାଗର ନେତୃ ଝରାଇ ଅଶ୍ରୁ ଜଳ। କାୟ ମନ ବାକ୍ୟରେ ଯେହି ମୋହର ଶରଣ ନିଅଇ। ସ୍ୱପ୍ନେ କି ଦୁଃଖ ପଡ଼େ ତାକୁ ଯେ ନିତ୍ୟ ଧରେ ମୋ ନାମକୁ। ଏମନ୍ତ ପ୍ରଭୁଙ୍କ ବଚନ ଶୁଣି ବୋଲଇ ହନୁମାନ। ତୁମ୍ଭର ନାମ ସୁମରଣ ଯେ ନିତ୍ୟ ନ କରେ ଭଜନ। କିପରି ତାହାକୁ ଗୋସାଇଁ ବୋଲିବା ସଂସାରରେ ସେହି। ଏକି ବିପତ୍ତି ବଡ଼ କଥା ଦୈତ୍ୟ ନାଶିଣ ହର ବ୍ୟଥା। ହନୁକୁ ଚାହିଁ ରଘୁବୀର ତୋପରି ଉପକାରୀ ମୋର। ସୁର ମନୁଷ୍ୟ ମୁନି କେହି ସଂସାର ମଧ୍ୟରେ ଯେ ନାହିଁ। କିଏ ବା ପ୍ରତି ଉପକାର କରିପାରିବି ମୁହିଁ ତୋର। ତୋହର ସନ ମୁଖେ ମୋର ମନ ହୁଅଇ ଲାଜ ଭର। ଶୁଣ ହନୁ ତୋହର ଋଣ ସୁଝି ନ ପାରିବ ଏ ଜନ୍ମ। ହନୁମାନଙ୍କୁ ପୁନ ପୁନ ଚାହାନ୍ତି ରାଜୀବ ଲୋଚନ। ଶରୀର ପୁଲକ ଉଠଇ ନେତ୍ରରୁ ଅଶ୍ରୁ ଝରୁଥାଇ। ଶୁଣିଣ ପ୍ରଭୁଙ୍କ ବଚନ ଶ୍ରୀମୁଖ ଦେଖି ହନୁମାନ। ହନୁର ଅନ୍ତରେ ହରସ କହିଣ ତ୍ରାହି ଜଗଦୀଶ। ଲୋଟଇ ଦୁଇ ପାଦ ଧରି ପ୍ରେମାକୁଳରେ ହୃଦ ଭରି। କପିକୁ ଉଠାନ୍ତି ସାଦରେ କପି ନ ଉଠେ ଭାବ ଭରେ। ପ୍ରଭୁ ଶ୍ରୀରାମ କଞ୍ଜକରେ ତାହାର ଶିରେ ପରସିଲେ। କହୁ କହୁ କଥା ତାଙ୍କର ମୁଗଧ ଶିବଙ୍କ ଅନ୍ତର। ପୁଣି ମନକୁ ସାବଧାନ କରିଣ ମୌଳି ମଣ୍ଡନ। ଆରମ୍ଭ କଲେ ଦିଗମ୍ବର ସୁପୁଣ୍ୟ ସମ୍ପାଦ ସୁନ୍ଦର। ଭୂମିରୁ କପିକୁ ଉଠାଇ ଉରରେ ଲଗାଇଲେ ନେଇ। କର ଧରିଣ ପାଶେ ତାକୁ ଧୀରେ ବସାଇଲେ କପିକୁ। କହରେ କପି ରାବଣର ସୁସୁରକ୍ଷିତ ଲଙ୍କାପୁର। ଯାଇଣ ଯୋଡ଼ି ଲୁକେ ମନ୍ତ ଦୁର୍ଗ ଯେ ଦୁର୍ଗ ମମହତ। ପ୍ରଭୁଙ୍କୁ ପ୍ରସନ୍ନ ଜାଣିଣ ବୋଲଇ ବୀର ହନୁମାନ। ତେଜିଣ ଅଭିମାନ ଗର୍ବ କହଇ ବଚନ ସେ ଧ୍ରୁବ। ବାନରଙ୍କର ବାହାଦୁରୀ ସଂସାରେ ଜାଣନ୍ତି ସବୁରି। ଏ ଡାଳ ସେ ଡାଳକୁ ନେଇ କୁଦା ମାରିଣ ବୁଲେ ସେହି। ସିନ୍ଧୁକୁ ଲଙ୍ଘି ମୁଁ ମାତର ଗଲିଟି ଯାହା ଲଙ୍କାପୁର। ଭାଙ୍ଗିଣ ଯାହା ମଧୁବନ ମାଇଲି ମୁଁ ଅସୁର ଗଣ। ଏସବୁ ନୁହେଁ ମୋର ବଳ
ପ୍ରଭୁଙ୍କ ପ୍ରତାପର ଫଳ ତୁ ଦୟା କଲୁ ଯାହାଠାରେ ଅଗମ୍ୟ କିସ ଅଛି ତାରେ ତୋର ପ୍ରତାପ ନଳ ତୁଳା ଜାଳିବା ମାତ୍ର ଛାର ଆତ୍ମପୁରୁଷ ପ୍ରାୟ ହୋଇ ସଂସାରେ ଅଛ ସର୍ବଠାଇଁ ଜେଲ ତୋହର ଦୟାକୁ ଦୁବରୁ ହୁଏ ମହାମେରୁ ଘେନନ୍ତୁ ମୋହର ବିନତି ତୋପାଦେ ଅଖଣ୍ଡ ଭକତି ପ୍ରାପତି ହେଉ ପ୍ରଭୁ ମୋରେ ଯେ ଭକ୍ତି ଶିବ ମତି ହରେ ହେମନ୍ତ କପି ବାକ୍ୟ ଶୁଣି ଅସ୍ତୁ ହୋଇଲେ ଧନୁଷ ପାଣି ଶିବ କହନ୍ତି ଶୁଣ ଉମା ଶ୍ରୀରାମ ଭାବ ଯାରେ ଜଣା ଯାହାର ହୃଦେ ଭକ୍ତି ଥିବ ସେ କେତେ ଆନେ ନଭ ଯିବ ଜାଗ୍ରତ ହୁଏ ସମ୍ବାଦ ଯାହାର ହୃଦୟରେ ଆନନ୍ଦ ରାମ ଭକତି ମିଳେ ତାରେ ସେ ଧନ୍ୟ ଅଟେ ଏ ସଂସାରେ ହେମନ୍ତ ପ୍ରଭୁ ବାଣୀ ଶୁଣି ବାନର କଲେ ଜୟ ଧ୍ୱନି ଆନନ୍ଦେ ଜୟ ଧ୍ୱନି କଲେ ବନ ଆକାଶ କମ୍ପାଇଲେ ତହୁଁ କପିରାଜେ ଡକାଇ ଶ୍ରୀରାମ ପାରୁ ସେ ବସାଇ କହନ୍ତି ହୁଅ ଏବେ ସଜ ଯିବା ଆଣି ସୀତାଙ୍କୁ ଆଜ ବିଳମ୍ବ କାହିଁ ଆଉ କଲ ଚଳ ବହନ ଆଗ ଭର ମୋହର ଆଜ୍ଞା ଦେଇ ଡାକ ସବୁ ବାନର ସୈନ୍ୟ ଯାକ ଆକାଶେ ରହୀଣ ଦେବତା ଦେଖିଣ କୌତୁକ ବାରତା କୁସୁମ ବରସି ଚଳିଲେ ଆପଣା ଲୋକେ ସେହୁ ଗଲେ ସୁଗ୍ରୀବ ଯୁଥ ଯୁଥ କରି ଡକାଏ ସୈନ୍ୟ ଭାଲୁ ହରି ଘେନେଣ ନାନା ରୂପ ବନ ଆସନ୍ତି ସରବେ ବହନ ରଘୁମଣିଙ୍କ ଶ୍ରୀପୟର ସମସ୍ତେ ଲଗାଇଲେ ଶିର ଗର୍ଜନ୍ତି କପି ବଳିଆର ଭଲ୍ଲୁକ ବଳ ବପୁଧର ଶ୍ରୀରାମ ସର୍ବ ସୈନ୍ୟ ଚାହିଁ କଳିଲେ ବଳ ତାଅ ନାହିଁ ରଘୁମଣିଙ୍କ କୃପା ବଳ ପାଇଣ ସର୍ବ କପିକୂଳ ପକ୍ଷଯୁକ୍ତ ଗିରି ସମାନ ପ୍ରକଟିଲେ ସେ ବଳବାନ ହର ସେ ପ୍ରଭୁ ବିଜେ କଲେ ମାର୍ଗେ ସୁଲକ୍ଷଣ ଦେଖିଲେ ସୀତାଙ୍କ ବାମାଙ୍ଗ ସ୍ଫୁରଇ ଶ୍ରୀରାମ ବିଜୟ ସୁଚାଇ ସୀତାଙ୍କ ହୁଏ ସୁଶକୁନ ରାବଣର ଯେ ଅଶକୁନ ବହୁ ଭାଲୁ ମର୍କଟ ଶ୍ରେଣୀ କେହ ବା ପାରିବ ବରଣୀ ଲଙ୍କା କଟକେ ସେ ଚଳନ୍ତି ଭୀମନାଦରେ ଗରଜନ୍ତି ଚଳନ୍ତି ଗିରି ବୃକ୍ଷ ଧରି ନଖକୁ ଆୟୁଧ ସେ କରି ଆକାଶ ଭୂତଳେ ଯାଆନ୍ତି ଆନନ୍ଦେ ଶ୍ରୀହରି ଉଠନ୍ତି ସିଂହନାଦେ କପି ଚଳନ୍ତି ଦୀପାଳେ ଡରେ ଚିତ୍କାରନ୍ତି ମହି ଦିଗଜ ଯେ ଚିତ୍କାରେ ଉଠଇ ଧରି ଗିରିବରେ ଗରଭ ଆଲୋଡ଼ି ସାଗର ଉଠଇ ଶଶୀ ଦିନକର ଧାବନ୍ତି ହୋଇ ମତୁଆଲା କରିଣ ନାଦ କିଳି କିଳା କିନ୍ନର ମୁନି ନାଗସୁର ଭାବନ୍ତି ଦୁଃଖ ହେଲା ଦୂର କେଶବ ଈଶ୍ୱର ଶ୍ରୀହରି ପ୍ରବଳ ପ୍ରତାପ ତାଙ୍କରି ରାମ ରାଘବ ଜୟ ଜୟ ହରଣ କର ଭବ ଭୟ ହେମନ୍ତ ପ୍ରଭୁ ଗୁଣ ସ୍ମରି ଚାଲନ୍ତି ମର୍କଟ କେଶରୀ ରୁକ୍ଷ ବାନର ପାପ ଭାର ସହି ନ ପାରି ଶସ୍ତ୍ର ଶିର ମୁରୁଛା ଯାଇ ବାରମ୍ବାର ଦଂଶନ୍ତି ପିଠି କମଠର ଶ୍ରୀରାମ ପୁଣ୍ୟ ଅଭିଯାନ ସେ ଯେ ଅପୂର୍ବ ସୁଖ ଧାମ ଏମନ୍ତେ ଯାଏଣ ଶ୍ରୀରାମ ପ୍ରବେଶିଲେ ସିନ୍ଧୁ ପୁଳିନ ବୋଲି ଭଲ୍ଲୁକ କପିବୀର କରିଲେ ସୁଫଳ ଆହାର ଭାବନ୍ତି ନିଶାଚର ଗଣ ବାନର ବହୁ ବଳବାନ ରାକ୍ଷସଙ୍କର ବହୁ ଶଙ୍କା ଯେଦିନ ପୋଡ଼ିଗଲା ଲଙ୍କା ସରବେ କରନ୍ତି ବିଚାର ରାକ୍ଷସ ଲୋଭିବେ ସଂହାର ଯାହାର ଦୂତ ବଳ ମୁଖେ ବରଣୀ ପାରୁ ନାହୁ ରଖେ ସେ ଯେବେ ଲଙ୍କା ଆସିବ କିଏ ବା ଆଉ ବରତିବ ଦୂତ ମୁଖ ବାଣୀ ଶୁଣିଣ ମନେ ବିଚାରି ପୁରଜନ ବ୍ୟାକୁଳ ହୁଇ ଅନ୍ତର ମନ୍ଦ ଧରି ହୁଏ ଅଧୀର ରାକ୍ଷସ ରାଜ ପାଦ ଧରି ଏକାନ୍ତେ କହେ କର ଯୋଡ଼ି
କହଇ ମଧୁର ବଚନେ ନୀତି ବୁଝାଇ ଧୀର ମନେ ହରି ତୁଲେ ବାଦନ କର ବଚନ ମାନ କାନ୍ତ ମୋର ମନରେ ହେତୁ କର ସ୍ୱାମୀ ମୋହର ବୋଲ ହିତ ଜାଣି ଯାହାଙ୍କ ଦୂତ ବାହାଦୁରୀ ଶୁଣିଣ ଏହି ଲଙ୍କାପୁରୀ ରାକ୍ଷସ ଗୃହିଣୀଙ୍କ ଗର୍ଭ ନାଥ ହୋଇଲା ଡରେ ଶ୍ରବ ତାଙ୍କୁ ସମର୍ପିତା ଘରଣୀ ଆନନ୍ଦେ ଭୋଗ ଏ ଧରଣୀ ତୁମ ବଂଶ କମଳ ବନ ସୀତା ଯେ ଶୀତ ରାତ୍ରି ସମ ନ ଫେରାଇଲେ ସୀତା ସତୀ ତୁମକୁ ନାହିଁ ଭଲ ଗତି ଶଙ୍କର ବାସୁକି ଚାହିଁଲେ ରକ୍ଷା ନ କରି ବେଟି ଭଲେ ରାକ୍ଷସ ଗଣ ଭେକ ସମ ରାମଙ୍କ ବାଣ ସର୍ପ ଝାଣ ଗ୍ରାସିବାକୁ ସର୍ବତେଜ ବୁଦ୍ଧି ବିଚାରି ମନେ ହେଜ ତେଜିଣ ଦମ୍ଭ ଅହଙ୍କାର ପଶ ଶରଣ ସେ ପୟର ଶ୍ରୀପଦେ ଶରଣ ପଶିଲେ ଅଭୟ ପ୍ରାପ୍ତି ହେବ ଭଲେ ଆନନ୍ଦେ ରାଜ୍ୟ ଭୋଗ କର ପ୍ରଭୁଙ୍କ ପାଦେ ଆଶ୍ରା କର ସେ ପ୍ରଭୁ ରାମ ଦୟାମୟ ଦୂର କରିବେ ସର୍ବଭୟ ଶୁଣିଣ ମନ୍ଦ ଧରିବାଣୀ ହସଇ ସଠ ଅଭିମାନୀ ନାରୀ ଜାତିର ଏହି ଭାବ ସର୍ବଦା ସଭୟ ସ୍ୱଭାବ ମୋର ମଙ୍ଗଳ ସମୟେ କିମ୍ପା ଦେଖାଇ ସେତେ ଭୟେ ମର୍କଟ ଦଳ ଆସି ଯେବେ ମୋହର ପୁରରେ ପଶିବେ ଖାଇ ତାଙ୍କୁ ଆନନ୍ଦ ମନେ ଯିବେ ଅସୁର ଗଣେ ଯାହାର ଭୟେ ଲୋକପାଳ ଥରନ୍ତି ମନେ ଭରି ଡର ତାହାର ସ୍ତ୍ରୀ ଡରି ମରେ ହସିବେ ପୁଣି ସଂସାରେ ସଠ ଏତେ କହି ହସିଲା ସ୍ତ୍ରୀକୁ ରେ ଲଗାଇଲା ମଦ ଗର୍ଭରେ ଯାଇ ହେଳେ ପ୍ରବେଶ ହେଲା ସଭାସ୍ଥଳେ ମନ୍ଦୋଦରୀର ମନେ ଚିନ୍ତା ବିପରୀତ ହେଲା ବିଧାତା ସଭାରେ ବସନ୍ତେ ଦଇତ ସନ୍ଦେଶ ଆସି କହେ ଦୂତ ସିନ୍ଧୁ ତୀରରେ କପି ସେନା ପ୍ରବେଶ କଲେଣି ମଣିମା ମନ୍ତ୍ରୀଙ୍କୁ ପଚାରେ ରାକ୍ଷସ ବିଚାର ଏବେ ହେବ କିସ ହସିଣ କହନ୍ତି ସକଳେ କି ବାଡ଼ର ଛାର ବାନରେ ଜିଣିଛ ସୁରା ସୁର ଗଣ ଏହାଙ୍କୁ ଡର କି କାରଣ ମନ୍ତ୍ରୀ ବୈଦ୍ୟ ଗୁରୁ ତିନିହେ ସଭଏ ପ୍ରିୟ ବାଣୀ କହେ ରାଜଦେହ ଧର୍ମ ଏ ତିନି ପଦାର୍ଥ ନାଶ ହୁଏ ପୁଣି ସେ ଦଶା ହେଲା ରାବଣର ସଭାରେ ସ୍ତୁତି କଲେ ତାର ଆସିଲେ ବିଭୀଷଣ ବୀର ଚରଣେ নত କଲେ ଶିର ବସିଲେ ଆସନରେ ଯାଇ କହଇ ଅବସର ପାଇ କୃପାନିଧି ଯେବେ ପଚାର କରିବାକୁ ମତେ ବିଚାର ବୁଦ୍ଧି ଅନୁସାରେ ମୋହର ଭାଇ ମୁଁ ଦେବି ଯେ ଉତ୍ତର ନିଜର କଇଲାଣ ଯେବେ ବିଚାର ଶୁଭ ଗତି ଭବେ ପର ନାରୀର ଆଶା ତେଜ ସୁଜ ସେ ସୁଖେ ଭୋଗ ରାଜ୍ୟ ନହିଲେ ତୁମ୍ଭ ହିତ ନାହିଁ ଚତୁର୍ଥ ଚନ୍ଦ୍ର ପରି ହୋଇ 14 ଭୁବନରେ ସେହି ଏକ ଛତ୍ରପତି ବୋଲାଇ ଜୀବର ଦ୍ରୋହେ ଗତି ତାର ହୋଇ ନଷ୍ଟ ହେତୁ ଧର ମାନବ ଗୁଣର ସାଗର ସର୍ବଜୀବ ଠାରୁ ଚତୁର ଅଳ୍ପ ଲୋଭ ପାଇ ସେହି ଅନେକ ଧନ୍ଦା ସେ ଲୋଭଇ ଲୋଭ ମଦ କ୍ରୋଧ ଯେ କାମ ଏ ନରକର ବାଟ ଜାଣ ଏସବୁ ବର ଜିଣ ଭାଇ ଭଜ ଶ୍ରୀରାମ ପଦେ ଯାଇ ଯାହାଙ୍କୁ ସାଧୁ ସନ୍ଥ ଧ୍ୟାନ କରନ୍ତି ସର୍ବଦା ଭଜନ ଭାଇ ରାମ ନୁହନ୍ତି ନର ଭୂପାଳ ଭୁବନ ଈଶ୍ୱର ସେ ଯେ କାଳର ଅଟେ କାଳ କାଳ ଯାହାର ପରିଚାର ପରମ ବ୍ରହ୍ମ ସେ ଅନନ୍ତ ଅନାମଜ ଭଗବନ୍ତ ସର୍ବବ୍ୟାପକ ଅର୍ଜିତ ଯାହାର ନାହିଁ ଆଦି ଅନ୍ତ ଗୁରୁ ବ୍ରାହ୍ମଣ ହିତକାରୀ ସେ ପ୍ରଭୁ ନର ରୂପଧାରୀ ଶ୍ରୀରାମ ସଜନ ରଞ୍ଜନ
କୃପା ସିନ୍ଧୁ ଖଳ ଗଞ୍ଜନ ବେଦ ଧର୍ମର ଯେ ରକ୍ଷକ ସନ୍ଥ ସୁର ମନୋରଞ୍ଜକ ବୈରୀ ଭାବ ତେଜି ଭାଇ ପାଦେ ଶରଣ ପଶ ଯାଇ ସେ ଯେ ପ୍ରଣତ ଦୁଃଖ ହର ରଘୁକୁଳର ଦିବାକର ସମର୍ପିତାଙ୍କୁ ବହି ଦେହି ଭଜ ଶ୍ରୀରାମ ପଦେ ଯାଇ ଯେ ବିଶ୍ୱଦ୍ରୋହ ପାପ କରେ ଶରଣ ସମ୍ଭାଳନ୍ତି ତାରେ ମନରେ ହେଜ ମହାବୀର ଏ ପ୍ରଭୁ ପ୍ରକଟ ଶରୀର ଜାନା ମନେଲେ କ୍ଷଣେ ଦଣ୍ଡେ ଅଶେଷ ପାପ ହେଳେ ଖଣ୍ଡେ ପାଦରେ ପଡ଼ି ବାର ବାର ମୋର କହିବା ଘେନା କର ମାନ ମଦକୁ ତେଜି ଭାଇ ଶ୍ରୀରାମ ପଦେ ଭଜ ଯାଇ ପୁଲସ୍ତ୍ୟ ଋଷି ଶିଷ୍ୟ ହାତେ ବାର୍ତ୍ତା ପଠାଇଥିଲେ ତୋତେ ଏ ଅବସରେ ତୋତେ ମୁହିଁ କହିଲି ସେହି କଥା ଭାଇ ମନ୍ତ୍ରୀର ନାମ ମାଲ୍ୟବନ୍ତ ବିବେକୀ ଚତୁର ପଣ୍ଡିତ ସେ ବିଭୀଷଣ କଥା ଶୁଣି ମନରେ ତାକୁ ହିତମଣି କହିଆ ହେ ନୃପବର ତୁମ୍ଭର ଭ୍ରାତା ନୀତିଧର ଯାହା କହିଲେ ବିଭୀଷଣ ମନରେ ତାଙ୍କୁ ତୁମ୍ଭେ ଘେନ ଏତେକ ଶୁଣିଣ ରାବଣ କହି 62 ଜଣ ଗାଓ ମୋର ଗ୍ରତେ ଆସି ବୈରୀର ବଢ଼ାଇ ମିଶି ଦୁହିଁଙ୍କୁ କରି ଦିଅ ଦୂର ଗଲେ ମନ୍ତ୍ରୀ ଆପଣାପୁର କର ଯୋଡ଼ିଣ ଉଭା ହେଲା ତହିଁ ବିଭୀଷଣ ବୋଇଲା କହି ଭାଇ ଶୁଣ ମୋର ବିନୀତ ଏ ମୋ ଦଶ ଶିର ବେଦ ପୁରାଣ ଅଛି ଭଣି ଶୁଣନ୍ତୁ ଆହେ ନୃପମଣି ସୁମତି କୁମତି ଏ ଜାଣ ଅଟଇ ସମସ୍ତଙ୍କ ଗୁଣ ହୋଇଲେ ଜାଣ ତୁ ସୁମତି ବଢ଼ଇ ଅଚଳ ସମ୍ପତ୍ତି କୁମତି ଠାରୁ ଉପୁଜଇ ଅପାର ବିପତ୍ତି ଘଟଇ ତୁମ୍ଭଙ୍କୁ ଗ୍ରାସ କୁମତି ଫଳଟି ବିପରୀତ ଅତି ହିତକୁ ମଣୁ ହିତ ଶତ୍ରୁଙ୍କୁ ମଣୁ ଅଛ ମିତ୍ର ନିଶାଚର କୋଳର ଜାଣ ସୀତା ଯେ କାଳ ରାତ୍ରି ସମ ସୀତାରେ କିମ୍ପା ଇଚ୍ଛ ପ୍ରୀତି ଏ ତୁମ୍ଭ ବିପରୀତ ମତି ମାଗୁଛି ପାଦ ଧରି କରେ ରଖ ମିନତି ମୋର ବାରେ ତୁମ୍ଭର ହିତ ହେବ ଜାଣ ସୀତା ସମର୍ପିଣୀ ରାମ ବେଦ ପୁରାଣ ସନମତ ଯେ ବାଣୀ ସାଧୁ ସମର୍ପିତ ଶୁଣନ୍ତି ନୀତି ମିଶାବାଣୀ ରାବଣେ ବିଭୀଷଣ ଭଣି ଶୁଣି କ୍ରୋଧରେ ଦଶାନନ କହଇ ହୋଇ କମ୍ପମାନ ରେଖଳ ବିଭୀଷଣ ଶୁଣ ତୋହର ଆସନ ନିଧନ ମୋହର ବଳେ ତୋ ଜୀବନ ରହିଛି ପାମର ଜ୍ଞାନ ଶ୍ରୀରାମ ବଳେ ତୋ ଜୀବନ ରହିଛି ପାମର ଜ୍ଞାନ ଶ୍ରୀରାମ ସଦା ଶତ୍ରୁ ମୋହ ତା ଶୁଭ କରୁଛୁ ବିଚାର କହ ତୁ କେ ଅଛି ଜଗତେ ଯାରେ ଜିଣିଛି ନିଜ ହାତେ ମୁଖର ହୀଣ ମୋର ପୁର ତପି ଗଣ ପ୍ରୀତି ତୋହର ଯାଅ ତୁ ରାମେ କର ପ୍ରୀତି ତାଗେ ବଖାଣି ବୁନୀତି ରାବଣ ପଦାଘାତ କଲା ବିଭୀଷଣ ପଦେ ଲଟିଲା ତାପାଦେ ନତ କରି ଶିର ବିନତି କରେ ବାରମ୍ବାର ଶଙ୍କର କହନ୍ତି ଗୌରୀ ଏତ ସାଧୁର ବାହାଦୁରୀ ମନ୍ଦ ଯେ ଚିନ୍ତିବା ଜନର ଉପକାରୀ ହୁଏ ତାହାର ତୁମ୍ଭେ ମୋ ଭ୍ରାତା ପିତା ସମ କାନ୍ଦି କହଇ ବିଭୀଷଣ ପ୍ରହାର ମତେ କଲ ତୁମ୍ଭେ ହରି ଭଜନ କର ଏବେ ଏତେ କହିଣ ବିଭୀଷଣ ସକଳେ ଶୁଣ ଏ ବଚନ ସତ୍ୟ ଶ୍ରୀରାମ ଭଗବାନ ସଭାତ କାଳ ବସ ଜାଣ ସେ ପାଦେ ପଶି ବିଶରଣ ଏହା ମୋ ସଂକଳ୍ପ ଜାଣ ପଶ୍ଚାତେ ନ ଦେ ବୁଟି ଦୋଷ ହୋଇବ ନିଶ୍ଚିତ ବିନାଶ ଚଳିଲା ବିଭୀଷଣ ବୀର
ଲୋଡ଼ିଲା ଶ୍ରୀରାମ ପୟର। ସେଦିନ ରାକ୍ଷସଙ୍କ ଆୟୁ କ୍ଷୀଣ ହୋଇଲା ଚାହୁଁ ଚାହୁଁ। ବୋଲନ୍ତି ଉମା ମୁଖ ଚାହିଁ କୈଳାସପତି ଭୂତ ସାଇଁ। ସାଧୁର ହେଲେ ଅପମାନ ବିନାଶ ସକଳ କଲ୍ୟାଣ। ରାବଣ ବିଭୀଷଣ ତ୍ୟାଗ କରିଲା ପଡ଼ିଲା ଦୁର୍ଭାଗ୍ୟ। ଲଙ୍କାରୁ ବିଭୀଷଣ ହର୍ଷେ ଚଳିଲା ସୀତାପତି ପାଶେ। ସତେ ପୁରିବ ତାର ଆସ ଉପୁଜେ ସତ ଅଭିଳାଷ। ଦେଖିବି ପ୍ରଭୁ ପଦ ଦଳ ଭକତ ସୁଖଦ କୋମଳ। ଯେ ପଦ ପର ସେ ପଥର ଅହଲ୍ୟା ହୋଇଲା ନିସ୍ତାର। ପବିତ୍ର ହୋଇଲା କାନନ ଦଣ୍ଡକ ପଞ୍ଚବଟୀ ଜାଣ। ଯେ ପଦ ସଦା ସୀତା ସତୀ ଅନ୍ତରେ ଚିନ୍ତା କରୁଥାନ୍ତି। ଯେ ପଦ ଧାଇଁଲା ପଛରେ ମାୟାକୁ ରଙ୍ଗେ ମାୟା ଧରେ। ହର ହୃଦୟରେ ପଦ୍ମ ହୋଇ ଯେ ପଦ ସଦା ବିରାଜଇ। ସେ ପାଦ ପଦ୍ମକୁ ଦେଖିବି ନେତ୍ର ମୋ ପବିତ୍ର କରିବି। ଆହା ମୋ ବଡ଼ ଭାଗ୍ୟ ଫଳେ ଦେଖିବି ରାମ ପଦ ଡୋଳେ। ଯେ ପାଦ ପାଦୁକାକୁ ଧରି ଭରତ ନେଲେ ଶିରେ ଧରି। ସେ ପାଦ ପଙ୍କଜର ରଜ ଲଭିବ ଏ ଅଧମ ଆଜ। ସପ୍ରେମେ କରିଣ ବିଚାର ପ୍ରବେଶ ହେଲା ସିନ୍ଧୁ ତୀର। କପି ଦେଖିଲେ ବିଭୀଷଣ ଭାବିଲେ ପେଶିଛି ରାବଣ। ଦକ୍ଷିଣ କପି ଗଣିତାକୁ ସନ୍ଦେଶ ଦେଲେ ସୁଗ୍ରୀବକୁ। ଜାଇଣ ରଘୁବୀର ପାଶ ସୁଗ୍ରୀବ କହିଲା ସନ୍ଦେଶ। ରାବଣ ଭାଇ ସେହି ବୀର ଲୋଡ଼ଇ ଆସିବ ଛାମୁର। ସୁଗ୍ରୀବ ପୁଛନ୍ତି ରାଘବ କୁହନ୍ତୁ ଶୁଭ କି ହୋଇବ। ଉତ୍ତରେ ସୁଗ୍ରୀବ କହଇ ଶୁଣ ଦୟାଳୁ ଭାବଗ୍ରାହୀ। ଜନମ ନିଶାଚର ଜନି ତାହାର ମାୟା ନୁହେଁ ଜାଣି। କାମରୂପୀ ତାମସ ଦେହି କି କାରଣେ ସେ ହୁଆ ସଇ। ଭେଦ ଆମ୍ଭ ବୁଝିବା ପାଇଁ ଭାବଇ ମୁହିଁ ସେ ଆସଇ। ବାନ୍ଧିଣ ରଖିବା ତାହାକୁ ପାଞ୍ଚିଛି ମନେ ମୁଁ ଏହାକୁ। କହନ୍ତି ସୁଗ୍ରୀବକୁ ରାମ କହିଲ ଉଚିତ ବଚନ। ମାତ୍ର ସଖା ପଣ ମୋହର ରଖେ ଶରଣାଗତ ମୋର। ପ୍ରଭୁଙ୍କ ବାଣୀ ଶୁଣି ହନୁ ହରସି ଉଠଇ ତାତନୁ। ଭକ୍ତ ବତ୍ସଳ ଭାବଗ୍ରାହୀ ତା ବିନୁ କିଛି ଜାଣେ ନାହିଁ। ହାନି ହେବ ଭାବି ମନକୁ ସେତେ ଯେ ଶରଣାଗତକୁ। ସେ ପାପୀ ପାମରର ମୁଖ ଚାହିଁଲେ ନ ମିଳଇ ସୁଖ। ପାପଙ୍କ ମଧ୍ୟେ ପରମାଦ କୋଟିଏ ବିପ୍ରଙ୍କର ବଧ। ଶରଣ ପଶିଲେ ମଠାରେ ଶରଣ ସମ୍ଭାଳେ ମୁତାରେ। ଜୀବ ସମ୍ମୁଖ ହେଲେ ମୋର ଅନେକ ପାପ ଖଣ୍ଡେ ତାର। ସ୍ୱଭାବ ପାପୀ ଜନଙ୍କର ବିଦିତ ଏ ସାରା ସଂସାର। ମନ ତା କେବେ ନ ପଶଇ ମୋର ଭଜନ ନ କରଇ। ବିଭୀଷଣର ମତି ଯେବେ ହୋଇଥାନ୍ତା ଖଳ ତେବେ। ମୋ ସମ୍ମୁଖେ ସେ କି ଆସନ୍ତା ଜାଣିନ ମୋତେ ରକ୍ଷହନ୍ତା। ନିର୍ମଳ ଅଟେ ଯାର ଚିତ୍ତ ଛନ୍ଦ କପଟୁ ଯେ ରହିତ। ସେ ଜନମ ପ୍ରିୟ ଅଟଇ ସେ ଅନ୍ତ କାଳେ ମୋତେ ପାଇ। ଭେଦ ଛିଦ୍ର କରି ରାବଣ ପେଶିଛି ଯେବେ ବିଭୀଷଣ। ମୋର ମନେ କ୍ଲେଶ ନାହିଁ ଶୁଣ ସକଳ କପିତହିଁ। ସଂସାରେ ଯେତେ ରାକ୍ଷସ ଲକ୍ଷ୍ମଣ କରି ପାରେ ନାଶ। ଭୟରେ ପଳାଇ ଆସିଣ ମୋହର ଲୋଡ଼ଇ ଶରଣ। ମୋହର ନିଜ ପ୍ରାଣ ପରି ରଖିବି ଭୟ ଦୂର କରି। ଭଲେ ଅବାକ ପଟେ ଥାଇ ଘେନିଣ ଆସ ତାକୁ ଯାଇ। ଏସନେ ଭାସନ୍ତେ ଶ୍ରୀରାମ ସାଦରେ ଗଲେ କପିଗଣ। ହନୁମାନ ଅଙ୍ଗଦ ଦୁଇ ବିଭୀଷଣଙ୍କୁ ସଙ୍ଗେ ନେଇ। ତାହାଙ୍କୁ ପରମ ଆଦରେ ନେଲେ ଶ୍ରୀରାମଙ୍କ ଛାମୁରେ। ଦୂରରୁ ଦେଖି ଦୁଇ ଭାଇ ନୟନ ଲୋତକ ଝରଇ
ଶୋଭାଧାମଙ୍କ ଛବି ଦେଖି ତାର ନୟନ ପଡ଼େ ଥକି। ଶ୍ରୀରାମ କମଳ ନୟନ ଦୁଃଖୀର ଆରତ ମୋଚନ। ଶ୍ୟାମଳ କୋମଳ ଶରୀର ପ୍ରଳମ୍ବ ବାହୁ ଦଣ୍ଡଧର। ବିଶାଳ ପ୍ରଶସ୍ତ ହୃଦୟ ଶ୍ରୀମୁଖ ଶିରି ଶୋଭାମୟ। ଭରିଲା ତାର ନେତ୍ର ନୀର ପୁଲକି ଉଠିଲା ଶରୀର। ଧୈର୍ଯ୍ୟ ଧରି ସେ ମନର କହଇ ସୁକୋମଳ ଗିର। ଭୋର ଘୁନାଥ ସୁରପାଳ ମୁହିଁ ଯେ ଜାତ ଦୈତ କୂଳ। ଯେଉଁ ରାବଣ ଲଙ୍କାନାଥ ମୁଁ ଯେ ତାର କନିଷ୍ଠ ଭ୍ରାତ। ଏ ଦେହେ ସଦା ପାପେ ରତି ଯେସନେ ଭଲୁ କର ପ୍ରୀତି। ସୁଜସ ଶୁଣି ମୁଁ ତୁମ୍ଭର ଆସିଛି ତେଜି ଲଙ୍କାପୁର। ତୁମ୍ଭେ ଯେ ଭବ ଭାରାହାରି ଶରଣ ରକ୍ଷଣ ଶ୍ରୀହରି। ତ୍ରାହି କର ଏ ଦିନ ଦୁଃଖୀ ଦୁଃଖ ହରି ଶରଣ ରଖି। ଏମନ୍ତ କହି ଦଣ୍ଡବତ କରିଲା ପ୍ରଭୁ ପାଦଗତ। ଆନନ୍ଦେ ଗଦ ଗଦ ହୋଇ ଉଭା ହୋଇଲେ ରଘୁରାଇ। ଦିନର ବାଣୀ ଶୁଣି କନ ପ୍ରଭୁ ହୋଇଲେ ତ ସମନ। ହୃଦରେ ତାକୁ ଲଗାଇଲେ ଭୁଜ ପାଶରେ ବାନ୍ଧିଦେଲେ। ସାଦରେ ନିଜ ପ୍ରାସେ ନେଇ ଅନୁଜ ସହିତେ ବସାଇ। ସୁଭାଷେ ଭକ୍ତ ମନୋହର ପୁଛିଲେ ବାରଣ କୁଶଳ। କୁସ୍ଥାନେ ରହି ଅଛ ଯେଣୁ କହ ସକଳ ବାର୍ତ୍ତା ଏଣୁ। ଖଳ ଦଳରେ ଦିବାରାତି ନିବାସ ତୁମ୍ଭ ଲଙ୍କାପତି। ଧର୍ମେ ମତି କେହ୍ନେ ତୁମ୍ଭର କୁହନ୍ତୁ ସଖା କରି ସ୍ଥିର। ମୁଁ ଜାଣେ ସ୍ୱଭାବ ତୁମ୍ଭର ଶଶାଙ୍କ ପରି ଯେ ବିମଳ। ତୁମ୍ଭେ ଯେ ନ ଲଢ଼ିଅ ନୀତି ପାଳନ କର ସଦା ନୀତି। ନରକ ବାସ ପଛେ ହେଉ ଦୁଷ୍ଟ ସଙ୍ଗତ ପ୍ରାପ୍ତି ନ ହଉ। ସୁସଙ୍ଗ ଉତ୍ତମ ସଂସାରେ କୁସଙ୍ଗ ଦୁଃଖ ମୋ ବିଚାରେ। ଆନନ୍ଦେ କହେ ବିଭୀଷଣ ନିରେଖି ପ୍ରଭୁଙ୍କ ବଦନ। ମୋହର ସମସ୍ତ କୁଶଳ ଦର୍ଶନେ ତୋ ପଦ ଯୁଗଳ। ସହଜେ ଦେହ ନଶ୍ୱର ଜୀବର ଜାଣେ ବିଚାର। ସପନେ ନ ପାଏ ବିଶ୍ରାମ ପଥ ଭ୍ରାନ୍ତେ କଲେ ଗମନ। ହୃଦଏ ବସେ ଖଳ ବୁଦ୍ଧି ଲୋଭ ମୋହ ମଦ କାମାଦି। ନହିଲେ ପ୍ରକଟ ହୃଦର ପ୍ରଭୁ ଧରିଣ ଧନୁଷର। ଯୌବନତା କାଳ ରାତ୍ରି ମମତା ଅଟେ ତାତି ମେରି। ନ ଲଭେ ସୁଖର ସେଲେସ ସଦା ପ୍ରାପତ ରାଗ ଦେଶ। ସଦା ବସନ୍ତି ଜୀବ ହୃଦେ ତବ କୃପା ନହିଲେ ଭଜେ। ଏବେ ତ ପଦ କଞ୍ଜ ଦେଖି ପବିତ୍ର ହେଲା ମୋର ଆଖି। କୁଶଳ ହେଲା ସବୁ ମୋର ମେଣ୍ଟିଲା ଭବ ଭୟ ଘୋର। ତୋର କରୁଣା ଜାରେ ହୋଇ ତ୍ରିତାପତାକୁ ନ ଲାଗଇ। ମୁନିଶାଚର ଯେ ଅଧମ ଜାଣେ ନା ଶୁଭ ଆଚରଣ। ରୂପ ଯାମୁନି କରି ଧ୍ୟାନ ପ୍ରାପ୍ତ ନୁହନ୍ତି ଦର୍ଶନ। ଯେ ପ୍ରଭୁ ଅତି ଅଗୋଚର ସେ ମୋତେ ଲଗାଇଲେ ଉର। ଭାଗ୍ୟ ମୋ ଅତି ଅନୁପମ ଦେଖିଲି ପ୍ରଭୁ ସୁଖ ଧାମ। ଅଗମ୍ୟ ଯାହା ବ୍ରହ୍ମା ଶିବେ ସେ ପଦ ପ୍ରାପ୍ତ ମୋତେ ଏବେ। କହନ୍ତି ରାମ ତୁମ୍ଭେ ଶୁଣ ମୋର ସ୍ୱଭାବ ବିଭୀଷଣ। ଭୁଷୁଣ୍ଡି ଗୌରୀ ଶଙ୍କର ଏତିନି ଜଣଙ୍କୁ ଗୋଚର। ଚରାଚର ଦ୍ରୋହୀ ଯେ ଜନ ଶେଷରେ ନିଏ ମୋ ଶରଣ। କପଟ ମୋହ ଛଳ ମଦ ବରଜି ଭଜେ ମୋର ପଦ। ସାଧୁ ସମାନ ତୋରା ହୁଏ ଅନ୍ତକାଳେ ବୈକୁଣ୍ଠ ଯାଏ। କୁଟୁମ୍ବ ବନ୍ଧୁ ପିତା ମାତା ତନୁ ଧନ ପୁତ୍ର ଦୁହିତା। ଯୋଖି ଏକାଧାରେ ବନ୍ଧନ ମୋ ପାଦେ ବାନ୍ଧେ ଯେହୁ ମନ। ସମଦର ଇଚ୍ଛାହୀନ ହରସ ଶୋକ ଭୟ ଶୂନ୍ୟ। ସେ ଜନ ଅତି ପ୍ରିୟ ମୋର ସଦା ସହାୟ ହୁଏ ତାର। ତୋପରି ସାଧୁ ପ୍ରିୟ ମୋର ମୁଁ ସାଧୁ ପାଇଁ ଅବତାର।
ସଗୁଣ ପୂଜା ପ୍ରିୟ ଯାର ପାଳକ ନୀତି ନିୟମର ଦ୍ୱିଜ ପଦରେ ଯାର ପ୍ରେମ ସେ ମୋ ସେବକ ପ୍ରିୟ ଜାଣ। ହେ ଲଙ୍କାପତି ଏବେ ଶୁଣ ଏସବୁ ଗୁଣେ ତୁମ୍ଭେ ପୂର୍ଣ୍ଣ ତେଣୁ ପ୍ରିୟର ତୁମ୍ଭେ ଅତି ମୋହର ଅତିଶୟ ପ୍ରୀତି। ଶୁଣିଣ ରାମଙ୍କ ବଚନ ଆନନ୍ଦେ ବାନର ସୈନ ଜୟ ଶ୍ରୀରାମ ଉଚ୍ଚାରିଲେ ଚତୁର୍ଦିଗକୁ କମ୍ପାଇଲେ। ଏମନ୍ତ ଶୁଣି ବିଭୀଷଣ ମଣଇ କର୍ଣ୍ଣ ରସାୟନ ଶୁଣ ଏ କୋମଳ ଭାରତୀ ନ ଲଭେ ମନରେ ତୃପତି। ଶ୍ରୀରାମ ପାଦେ ପ୍ରଣମୟୀ ପ୍ରେମେ ହୃଦୟ ଉଛୁଳଇ ଶୁଣନ୍ତୁ ଚରାଚର ସ୍ୱାମୀ ତୁମ୍ଭେ ଯେ ସର୍ବ ଅନ୍ତର୍ଯ୍ୟାମୀ। ଶୁଣନ୍ତୁ ଆହେ ପଦ୍ମନାଭ ହୃଦୟ ମଥିଲା ରାଜ୍ୟ ଲୋଭ ତୋ ପଦ ପ୍ରୀତି ସ୍ରୋତେ ମିଶି ମୋହର ଲୋଭ ଗଲା ଭାସି। ଏବର ମୋହର କାମନା ଦିଅନ୍ତୁ ଜାଣି ମହାମନା ମାଗଇ ପ୍ରଭୁ ଦୟାମୟ ଶିବ କାମ୍ୟ ଭକତି ଦିଅ। ଅସ୍ତୁ କହିଣ ବୀରବର ଆଣ ବୋଇଲେ ସିନ୍ଧୁ ଜଳ ତୁମ୍ଭର କିଛି ଅଭିଳାଷ ହୃଦୟ ନାହିଁ ଟି ଅବଶ୍ୟ। ନିର୍ମଳ ତବ ହୃଦ ମନ ବିଫଳ ନହିବ ଦର୍ଶନ ଏତେ କହିଣ ରଘୁରାଇ ରାଜଟିକା ଦେଲେ ପିନ୍ଧାଇ। ଆଜ ହୁଁ ତୁମ୍ଭେ ହେଲ ଭାଇ ସୁବର୍ଣ୍ଣ ଲଙ୍କା ପୁର ସାଇ ଦେଖି ରାମଙ୍କ ଏବେ ଭାର ହୋଇଲା ବୃଷ୍ଟି କୁସୁମର। ରାବଣ କ୍ରୋଧୀ ଅଗ୍ନିଶମ ନିଜ ଶ୍ୱାସ ଘୋର ପବନ ବିଭୀଷଣ ଜଳନ୍ତେ ତହିଁ ତାହାକୁ ବଞ୍ଚାଇଲେ ସାଇଁ। ରାବଣ ଦୋଷ ମୁଣ୍ଡ କାଟି ପୂଜି ଶିବ ପାଏ ବିଭୂତି ଦର୍ଶନ ମାତ୍ରେ ବିଭୀଷଣ ରାମତା ଦେଲେ ଜାଣି ପୁଣ। ଏମନ୍ତ ପ୍ରଭୁ ତେଜିଆନ ଭଜଇ ଜାଣି ଯେ ଅଧମ ପଶୁ ସିଂହ ଲାଞ୍ଜ ବିହୀନ ମଣିବତାରେ ଭାଇ ଜାଣ। ବିଭୀଷଣକୁ ଆପଣାର କରିଲେ ପ୍ରଭୁ ରଘୁବୀର ଏତ ପ୍ରଭୁଙ୍କ ରୀତି ଜାଣି ବାନର ମନ ନିଏ କିଣି। କହନ୍ତି ସର୍ବ ଉରବାସୀ ସର୍ବଜ୍ଞ ସକଳ ଉଦାସୀ ସେ ସର୍ବରୂପେ ସର୍ବାତୀତ ସେ ପୁଣି ପାଳନ୍ତି ଜଗତ ସେ ଯେ ଜଗତ ହିତକାରୀ ସେ ପ୍ରଭୁ ନର ରୂପଧାରୀ। କହନ୍ତି ପ୍ରଭୁ ସୁଗ୍ରୀଷୁଣ ଲଙ୍କେଶ ସର୍ବ ବୀରଗଣ କେମନ୍ତେ ସାଗର ଭୀଷଣ ଲଙ୍ଘିବାକୁ ହ ବୀରଗଣ। କୁମ୍ଭୀର ମତ୍ସ୍ୟ ଯେମ କର ସର୍ପେ ଭରା ଚିର ସାଗର ଅତୀବ ଗାଧ ଦୁସ୍ତର ଏ ଯେ ଭୀଷଣ ପାରାବାର। ଲଙ୍କାପତି ଯେ କର ଯୋଡ଼ି କହି ରାମ ପାଦେ ପଡ଼ି କୋଟିଏ ସିନ୍ଧୁ ଶୋଷି ପାରେ ତୁମ୍ଭର ସାୟକ ପ୍ରହାରେ। ତଥାପି ନୀତି କୁବିଚାରୀ କର ବିଚାର ଚାପଧାରୀ ସବିନୟ ଭାସେ ଯେ ଭାସ ସାଗର ଅନ୍ତର କୁତୋଷ। ତବ କୂଳ ଗୁରୁ ସାଗର କୀର୍ତ୍ତି ସଗର ପୁତ୍ରଙ୍କର ସିନ୍ଧୁ ନିଜେ ପ୍ରକଟ ହୋଇ ଉପାୟ ଦେବେ ଟି ବତାଇ। ତରିବା ପ୍ରୟାସର ବିନା ଏ ଅପାର ସମୁଦ୍ର ସିନା ଭାଲୁ ବାନର ବହେଳେ ପାର ହୋଇବେ ଯୁଦ୍ଧ ବଳେ। କହନ୍ତି ରାମ ଲଙ୍କାପତି ସଖା ତୁ କହିଲୁ ସୁନୀତି ଦୈବ ସହାୟ ହୋଇଲେ କରିବି ତା ଚେତି ବୋଇଲେ। ରାମଙ୍କ ବିଚାର ଲକ୍ଷ୍ମଣ ମନକୁ ନ ଆସଇ ପୁଣ ଦୁଃଖ ଜଳରେ ହୃଦ ଭାସେ ଲକ୍ଷ୍ମଣ ଉତ୍ତରରେ ଭାସେ। ପ୍ରଭୁ ଦଇବେ କି ଭରସା ସୁଖାଅ ସିନ୍ଧୁ ମୋର ଆଶା ଭଏ ଆତୁର ଯେଉଁ ନରେ ସେ ସିନା ଦଇବ ଆଶ୍ରା କରେ। ଯେ ଜନ ସର୍ବଦା ଅଳସ ଦଇବେ ଡାକେ ଡରେ ଅବଶ୍ୟ ହସି ଉତ୍ତରିଲେ ତା ଶୁଣି ଲକ୍ଷ୍ମଣେ ପ୍ରଭୁର ଘୁମଣି। ପୂର୍ଣ୍ଣ ହୋଇବ ଇଚ୍ଛା ତୋର
ସେ ଯାଏଁ ଧୈର୍ଯ୍ୟ ତୁମ୍ଭେ ଧର। ରାଘବ ପ୍ରବୋଧି ଅନୁଜେ କରିଲେ ସିନ୍ଧୁ ତୀରେ ବିଜେ। ପ୍ରଣମୀ ସାଗର ପୟରେ ବସିଲେ କୁଶାସନ ପରେ। ଯେ କାଳେ ଶ୍ରୀରାମ ପାରୁଷ ବିଭୀଷଣ କଲା ପ୍ରବେଶ। ସଙ୍ଗେ ସଙ୍ଗେ ବିଶ୍ରବାସୁତ ପଠାଇଲା ସେ ଏକ ଦୂତ। କପଟ କପି ହୋଇ ଦୂତ ଦେଖିଲା ସେ ପ୍ରଭୁ ଚରିତ। ପ୍ରଶଂସେ ପ୍ରଭୁଙ୍କ ସ୍ୱଭାବ ଶରଣ ରକ୍ଷଣ ରାଘବ। ଅତି ପ୍ରେମରେ ମଗ୍ନ ହେଲା କପଟ ପ୍ରଭାବ ମେଣ୍ଟିଲା। ପ୍ରଭୁଙ୍କ ସ୍ୱଭାବ ପ୍ରଭାବେ ବର୍ଣ୍ଣଇ ସେ ପ୍ରକଟ ଭାବେ। ଚିହ୍ନିଲେ ଶତ୍ରୁ ଦୂତ ବୋଲି ବାଳି ସୁଗ୍ରୀବ ପାଶେ ମିଳି। ସୁଗ୍ରୀବ କହିବାନରେ ଶୁଣ ସର୍ବେ ମୁଁ ଏହା ଭାଳେ। ଦୂତର ଅଙ୍ଗ ଭଙ୍ଗ କରି ପେଶିବାୟାକୁ ପଙ୍ଗୁ କରି। ଶୁଣିଣ ସୁଗ୍ରୀବ ବଚନ ଧାଇଁଲେ ସର୍ବ କପିଗଣ। ବୁଲାଇଲେ ତାହାକୁ ବାନ୍ଧି ଗଡ଼ ଭିତର ଗଳି କନ୍ଦି। ବାନରେ ଦୂତକୁ ପ୍ରହାର କରିଲେ ବହୁ ପ୍ରକାର। ଚିତ୍କାର ସେ କରନ୍ତେ ସୁଧା ନ ଛାଡ଼ିଦେଲେ ବହୁ ବିଧା। ଯହୁଁ ଚିତ୍କାରିଲା ସେ ଦୂତ ପ୍ରଭୁ ଶ୍ରୀରାମଙ୍କ ଶପଥ। ନାସା କର୍ଣ୍ଣ ଛେଦନ କର ମୋହର ବିଅର୍ଥନ କର। ଲକ୍ଷ୍ମଣ ତାହାକୁ ଡାକିଲେ ଦୟାବହୀଣ ଛାଡ଼ିଦେଲେ। ମୂଢ଼ ରାବଣେ ପତ୍ରିକା ଦେବୁଟି ନେଇ ଦୂତ ଏକା। କୂଳ ଘାତି ପଢ଼ୁ ଏ ପତ୍ର ପତ୍ରିକା ଲକ୍ଷଣ ଲିଖିତ। ମୂର୍ଖକୁ କହିବୁ ବୁଝାଇ ଉଦାର ସନ୍ଦେଶ ଗୋଏହି। ସୀତାଙ୍କୁ ଯଥା ସମାନରେ ସମର୍ପି ଶ୍ରୀରାମ ପୟରେ। ସୁଖେ ସେ ରାଜ୍ୟ କରୁ ତାର ନହିଲେ ନାଶ ଧ୍ରୁବ ତାର। ଅନୁଜ ଲକ୍ଷ୍ମଣ ପୟର ଦୂତ ଯେ ଲଗାଇଲା ଶିର। ଲକ୍ଷ୍ମଣ ଗୁଣ ବର୍ଣ୍ଣି ହେଲା ଶିବିରୁ ବାହାର ହୋଇଲା। ଶ୍ରୀରାମ ଯଶ ଗୁଣ ଗୁଣି ଲଙ୍କାରେ ପ୍ରବେଶିଲା ପୁଣି। ରାବଣ ଚରଣରେ ଦୂତ ଯାଇ ହୋଇଲା ପ୍ରଣିପାତ। ହସି ହସି ସେ ଦଶ ଶିର ପଚାରେ କୁହ ସମାଚାର। କହ ଦୂତ ଏବେ ଉତ୍ତର ସବୁ କୁଶଳ କି ନା ତୋର। କୁଶଳେ ଅଛି କି ବିଭୀଷଣ ମୃତ୍ୟୁ ତା ହେଲାଣି ଆସନ୍ନ। ରାଜୁତି ବସି କରୁଥିଲା ଯେବେ ସେ ଲଙ୍କାପୁରେ ଥିଲା। ଏବେ ସେ କୀଟ ପରିପାଦେ ଦଳା ହୋଇବ ଅପ୍ରମାଦେ। ଭଲ୍ଲୁକ ବାନର ସହିତେ ଆସନ୍ତି ମରିବା ନିମନ୍ତେ। ଯେମନ୍ତ ତଣ୍ଡୁଳ ସଙ୍ଗତେ କୀଟ କାଳ ମୁଖେ ଆସନ୍ତେ। ସାଗର ଦୟା ବହି ପରା ପାରିବ କି ରଖି ବିଚରା। ତପସ୍ୱୀ ଦୁଇ ଭାଇ କଥା କହିବୁ ବିଚାରିଣ ମଥା। ମୋର ଭୟରେ ତାହାଙ୍କର ହୃଦୟ ହୁଏ ଥରହର। ଶୁଣି ମୋର ଯଶ କୀରତି ଫେରିଗଲେ କି ଦୁଇ ଯତି। ରିପୁର ତେଜ ବଳ କେତେ ଖୋଲି ନ କହୁ କିମ୍ପା ମୋତେ। କୁହଇ ସୁକ ଯୋଡ଼ି ହାତ ସରାଗେ ପଚାରୁଛ ନାଥ। କହୁଛି ସାବଧାନେ ଶୁଣ କ୍ରୋଧ ନ କରିଣ ରାଜନ। ତୁମ୍ଭ ଭାଇ ହୁଅନ୍ତେ ଭେଟ କଲେ ତାକୁ ଲଙ୍କା ସମ୍ରାଟ। ରାବଣ ଦୂତ ଚିହ୍ନି କପି ଦେଲେ ବହୁ ଦଣ୍ଡ ପ୍ରତାପୀ। ନାସିକା କାନ କାଟିବାର ବିଚାର କରନ୍ତେ ମୋହର। ଶ୍ରୀରାମ ଶପଥକୁ ଦେଇ ଲଭିଲି ନିସ୍ତାରଟି ମୁହିଁ। ଶ୍ରୀରାମ ସୈନଙ୍କ ବଳ ମୁଖେ ବର୍ଣ୍ଣି ନ ପାରେ ମୋର। ନାନା ବର୍ଣ୍ଣର ଭାଲୁ କପି ଅତି ଭୟଙ୍କର ପ୍ରତାପୀ। ବିକଟ ବଦନ ବିଶାଳ ଶରୀର ଅତି ଭୟଙ୍କର। ଯେ ପଡ଼ିଥିଲେ ଲଙ୍କାପୁର ମାରିଣ ଅକ୍ଷୟ କୁମାର। ତାପରି ବହୁ କପିଛନ୍ତି ସର୍ବେ ବଳିୟାର ଅଟନ୍ତି।
ବିବିଧ ନାମ ଧାରି ବୀର, କଠିନ କରାଳ ବିଶାଳ, ବିପୁଳ ହସ୍ତି ବଳଧାରୀ, ପ୍ରତାପୀ ବହୁ ନାମ ଧାରି, ଦ୍ୱିବିନ୍ଦମୟ କୁମୁଦ, ନଳ ନୀଳ ଗୋବଙ୍ଗଦ, ଦଧି ମୁଖ ବିକଟାନନ, କେଶରୀ ଜାମ୍ବବନ୍ତ ପୁଣ, ଏ ସୁଗ୍ରୀବର ତୁଲେଶରୀ, କୋଟିଏ ଛନ୍ତି ତାଙ୍କ ପରି। ଶ୍ରୀରାମ ଦୟାରୁ ତାଙ୍କର ଶରୀରେ ଅତୁଳିତ ବଳ, ଶ୍ରବଣ ଯା ଶୁଣିଛି ମୋର, ଶୁଣ ରାଜନ ଦଶ ଶିର, 18 ପଦ୍ମ ଯେ ବାନର, ଶୟିନଛନ୍ତି ତା ମଧ୍ୟର, ଏମନ୍ତ ପ୍ରଭୁ କେହି ଜଣେ, ପାନର ନାହିଁ ସେ ପ୍ରାଙ୍ଗଣେ, ତୁମ୍ଭଙ୍କୁ ସେ ଯେ ନ ଜିଣିବ, ଭୟଙ୍କର ରଣେ ହାରିବ, ପରମ କ୍ରୋଧ ଜର୍ଜରିତ, ସମସ୍ତେ ଭିଡୁଛନ୍ତି ହାତ, ଶ୍ରୀରାମ ଆଜ୍ଞା ନ ଦିଅନ୍ତି, ତାଙ୍କ ସୁଖକୁ ଚାହିଁଛନ୍ତି, ସର୍ବେ କହନ୍ତି ଆସିବାକୁ, ସିନ୍ଧୁ ଜଳକୁ ଶୋଷିବାକୁ, ଏକ ହେ ସର୍ପ ମତ୍ସ୍ୟ ତୁଲେ, ଉପାଡ଼ି ପର୍ବତକୁ ଜଳେ, ଫିଙ୍ଗିଣ ବାଟ ତିଆରିବା, ସିନ୍ଧୁ ଗର୍ଭକୁ ପୋତି ଦେବା, କହି କହନ୍ତି କ୍ରୋଧେ ଜଳି, ରାବଣେ କରି ଦେବା ଧୂଳି, ସହଜେ ଆଶଙ୍କା ମୋଇବେ, ଗର୍ଜନ୍ତି ତର୍ଜନ୍ତି ସରବେ, ଗ୍ରାସ କରିବେ ଲଙ୍କାପୁରୀ, ଜାଳିବେ ସବୁ ନଗରୀ, ବଳିଷ୍ଠ କପି ଭାଲୁ ବୀର, ନେତା ତାଙ୍କ ରାମ ଠାକୁର, ଏକାକୀ କରି ସେ ସଂଗ୍ରାମ, ଜିଣିବେ କୋଟି କାଳ ଜାଣ, ଶ୍ରୀରାମଙ୍କର ତେଜ ବଳ, ବୁଦ୍ଧିର କଳନା ବାହାର, କୋଟିଏ ଶେଷ ଦେବ ବନି, ନ ପାରିବେଟି ତାହା ଜାଣି, ଏକ ଈଶ୍ୱରରେ ଶୋଷିଣ, ପାରନ୍ତି ସାଗରକୁ ପୁଣ, ବିଭୀଷଣକୁ ସେହି ବୀର, ପୁଛନ୍ତି ବୁଦ୍ଧି ନୀତିଧର, ସାଗର ତୀରେ ସେ ବୁଦ୍ଧିରେ, ପଥ ମାଗନ୍ତି ସିନ୍ଧୁଠାରେ, ଶୁଣି ହସି ଦୂତ ଆଗର, କହି 10 ଶିର, ଥିଲାଟି ଏତେ ବୁଦ୍ଧି ଯେବେ, ସାହା କିମ୍ପା ବାନର ତେବେ, ସହଜେ ଭାଲୁ ବିଭୀଷଣ, ଶୁଣୁଛି ସେ ତା କଥା ମାନ, ସାଗର ସନ୍ନିଧକୁ ଆସି, ଠାଣି ଦେଖାଇ ଅଛି ବସି, କାହିଁକି କରେ ବଡ଼ପଣ, ମିଛୁଆ ସେହି ମୂଢ଼ ଜନ, ତାହାର ବୁଦ୍ଧିକୁ କଳିଲି, ବଳର ପ୍ରମାଣ ଜାଣିଲି, ଭୀରୁ ସେ ଅଜ୍ଞାନ ପାମର, ବିଭୀଷଣ ମନ୍ତ୍ରୀ ଯାହାର, ତାହାର ବିଜୟ ବିଭୂତି, ଉଣା ହୁଅଇ ନୀତି ପ୍ରତି, ଖଳ ବୁଦ୍ଧି ରାବଣ ବାଣୀ, ରୋଷ ହୁଅଇ ଦୂତ ଶୁଣି, ବାହାର କଲା ସେ ପତ୍ରିକା, ଶେଷରେ ରାବଣଙ୍କୁ ଦେଲା, ପତ୍ରିକା ରାମଙ୍କ ଅନୁଜ, ମହାତେ ଦେଲେ ରକ୍ଷରାଜ, ପଢ଼ିଣ ହୃଦ ସ୍ଥିର କର, ରକ୍ଷା ହେଲେ ଲଙ୍କାପୁର, ହସିଣ ବାମ କରେ ପୁଣ, ପତ୍ରକୁ ଧଇଲା ରାବଣ, ମନ୍ତ୍ରୀଙ୍କୁ ଡକା ପକାଇଲା, ତତ୍କ୍ଷଣ ପତ୍ର ପଢ଼ାଇଲା, ପତ୍ରରେ ଲେଖା ଅଛି ଯାହା, ମନ୍ତ୍ରୀ ପଢ଼ି ଶୁଣାଏ ତାହା, ରେ ଶଠ ମୂର୍ଖ ରୁଷଇସ, ନକର କୁଳ ବଂଶନାଶ, ରେ ମୂଢ଼ କଥାରେ ନ ମାତି, ବେଳ ଥାଉ ତ ରୁହ ଚେତି, ଶ୍ରୀରାମ ବିରୋଧ ହୋଇଣ, ନେଲେ ବ୍ରହ୍ମା ଶିବ ଶରଣ, ହରିବ ନିଶ୍ଚୟ ତୋର ପ୍ରାଣ, କେହି ନ ରଖି ପାରେ ଜାଣ, ଗର୍ଭମାନ ତେଜିଣ ତୁହି, ରାମେ ଶରଣ ପଶ ଯାଇ, ଶ୍ରୀରାମ ଚରଣ ପଙ୍କଜ, ଭ୍ରମର ପ୍ରାୟ ତୁହି ମଜ, ତୋ ଭାଇ ସମ ହୁଅ ତୁହି, ଶ୍ରୀରାମ ପଦ ହୃଦେ ଧ୍ୟାଇ, ନତୁବାରି ରାକ୍ଷସ ଧାମ, ଜାଳିବ ତୋତେ ରାମ ବାଣ, ବନେ କୁଣ୍ଡେଶ ଲୋଭ ପରି, ଜଳିବୁ ହୋଇ ହତ ଶିରି, ଆପେ ହୋଇଣ ଯିବୁ ନାଶ, ଘେନି କୁଟୁମ୍ବ ନିଜ ବଂଶ, ଶୁଣିଣ ଭୟ ଉପୁଜିଲା, ରାବଣ ଚିନ୍ତାରେ ବୁଡ଼ିଲା, ଅନ୍ତରେ ଭୟ ଥାଏ ତାର, ହସଇ ଉପର ମନର, ରାକ୍ଷସ ମାନଙ୍କୁ ଶୁଣାଇ, ଗୌରବେ ରାବଣ କହଇ, କଥାରେ ବହୁ ଆଡ଼ମ୍ବର,
ଦେଖରେ ଏବେ ତପସ୍ୱୀର ଭୂମିରେ ପଡ଼ିଣ ମନୁଷ୍ୟ ରାବଇ ଛୁଇଁବି ଆକାଶ ତେସନ ତପସ୍ୱୀ ଭାବଇ ବୃଥାଏ ଆଡ଼ମ୍ବର ଭାଇ କହଇ ଦୂତ ଶୁଣନାଥ ସମସ୍ତେ କଥା ଅଟେ ସତ୍ୟ ଗୌରବ ଅହଙ୍କାର ତେଜ ମୋର ବଚନ ମନେ ହେଜ ହେ ନାଥ ପରିହର କ୍ରୋଧ ଶ୍ରୀରାମ ନ କର ବିରୋଧ ସମ୍ରାଟ ଅଖିଳ ଲୋକର ଅଟନ୍ତି ଶ୍ରୀରାମ ଠାକୁର ତାଙ୍କର ଚରିତ ଉତ୍ତମ ପଶତୁ ତାଙ୍କର ଶରଣ ସୁଦୟା କରିବେଟି ତତେ ଅପରାଧ ନ ଧରି କିଞ୍ଚିତେ ଜନକ ସୁତାକୁ ତୁ ନେଇ ତାଙ୍କୁ ସମର୍ପି ଦୈତ୍ୟ ସାଇଁ ଫେରାଓ ଜାନକୀ ତୁରିତ ଯହୁଁ କହିଲା ସେହି ଦୂତ ଚରଣ ପ୍ରହାର କରିଲା ଦୂତ ଚେତ ଯେ ହୋଇଲା କିଛି ସମୟରେ ଉଠିଲା ରାବଣେ ନମସ୍କାର କଲା ଯେଉଁଠି ରାମ ଦୟାଧର ଦୂତ ଚଳିଲା ସେହିଠାର ଶ୍ରୀରାମ ପାଦେ ପ୍ରଣମିଲା ସବୁ ବୃତ୍ତାନ୍ତ ଶୁଣାଇଲା ଶ୍ରୀରାମ କୃପା ବଳେ ସେହି ଦୈତ୍ୟ ସୁଗତି ଗଲା ପାଇ ପୂର୍ବ ଜନ୍ମେ ଦୈତ୍ୟ ପୁଣି ଥିଲା ଯେ ତପି ଜ୍ଞାନୀ ମୁନି ସାପ୍ୟ ଦେଲେ ଅଗସ୍ତ୍ୟ ମୁନି ସେହୁ ଲୋଭିଲା ଦୈତ୍ୟ ଯୋନି ଶ୍ରୀରାମ ଚରଣ ସୁମରି ନିଜ ଆଶ୍ରମେ ଗଲା ଚଳି 3 ଦିନ କାଳ ବିତିଲା ସିନ୍ଧୁ ବିନତି ନ ଶୁଣିଲା କ୍ରୋଧେ କହିଲେ ପ୍ରଭୁ ତୁହି ଭୟର ବିନା ପ୍ରୀତି କାହିଁ ଲକ୍ଷ୍ମଣ ବେଗେ ଆଣୁ ତୁହି ମୋହର ଧନୁର୍ବାଣ ଯାଇ ଅଗ୍ନିଶରକୁ ମୁଁ ପେଶିବି ସାଗର ପରାଣ ଶୋଷିବି କୁଟିଳ ମାନବଙ୍କ ଠାର ବୃଥା ପିରତି କରିବାର ସଂସାରେ 60 ଜନ ତୁଲେ ବୃଥା ବିନୟ ବ୍ୟବହାରେ ଜନ୍ମ କୃପଣ ତୁଲେ ବୃଥା କହିଲେ ବହୁ ନୀତି ଗାଥା ଶେଷଦାର ତମ ମତାରେ ସମସ୍ତ ଜ୍ଞାନ ବୃଥା ତାରେ ବୃଥା କ୍ରୋଧ ତୁଲେ ଜାଣ ସାମ୍ୟ ଭାବର ଉପାଖ୍ୟାନ ଯେ ଜନ ସଦା କାମେ ରତ ବୃଥା ହରି କଥା ମୃତ ଟାଙ୍ଗର ଭୂମି ପରେ ବୀଜ ବୁଣିବା ଅନୁଚିତ ହେଜ ଏତେ କହିଣର ଘୁରାଣ ତାପରେ ଚଢ଼ାଇଲେ ବାଣ ଚାପ ଚଢ଼ାଇ ରଘୁବୀର ସନ୍ଧାନୀ ବିଶିଖ କରାଳ ଉଦଧି ଅନ୍ତରେ ପ୍ରବଳ ଯାତନା ଉଠେ ବାରମ୍ବାର ସମସ୍ତ ଉରଗମ କର ମାନ ଯେ ହୋଇଲେ ଆକୁଳ ଅନ୍ତରେ ଜାଣିଲା ସାଗର ଜଳିବେ ନିଶ୍ଚୟ ଜନ୍ତୁକୂଳ ସିନ୍ଧୁ ଜନକ ଥାଳି ଧରି ଅନେକ ଧନ ରତ୍ନ ଭରି ବିପ୍ର ରୂପରେ ପ୍ରବେଶିଲେ ନିଜ ପଣକୁ ସେ ତେଜିଲେ ରମ୍ଭା ବୃକ୍ଷେ ଯତ୍ନ କରିଲେ ନ ହୁଏ ଫଳ ନ କାଟିଲେ ନିଚ ଜନ ସେହି ପ୍ରକାର ତାଡ଼ନାର ଦୋଷ କେବଳ ବିନତି ନ ବୁଝନ୍ତି ଯେତେ ତାଡ଼ନା ବଶ ହନ୍ତି ତେବେ ସଭଏ ଶ୍ରୀପଦ ପୟର ଧରିଣ କହଇ ସାଗର କ୍ଷମା କର କ୍ଷମା ସାଗର ଏବେ ସବୁ ଦୋଷ ମୋର କ୍ଷିତ ଜଳ ବହ୍ନି ଧରଣୀ ପବନ ପଞ୍ଚଭୂତ ପୁଣି ଜଡ଼ ପଦାର୍ଥ ତତ୍ତ୍ୱ ପଞ୍ଚ ସହଜେ ଅତି ପର ପଞ୍ଚ ତୁମ୍ଭରି ପ୍ରେରଣା ସଂସାରେ ଘେନିଣ ସୃଷ୍ଟି ପ୍ରକ୍ରିୟାରେ ପଞ୍ଚବସ୍ତୁ ଏ ମାୟାକୃତ ତୁମ୍ଭରି ମାୟା ଏ ଜଗତ ଯାରେ ଆଜ୍ଞା ତୁମ୍ଭ ଯେ ମନ୍ତ ରହନ୍ତି ପୁଣି ଯେତେ ମନ୍ତ ନିଜ ନିଜର ଅବସ୍ଥାରେ ରହି ସେ ଦୁଃଖ ଭୋଗ କରେ ମୋତେ ଉତ୍ତମ ଶିକ୍ଷା ଦେଲ ତୁମ୍ଭର ମର୍ଯ୍ୟାଦା ରଖିଲ ଢୋଲ ସୁଦର ଜଡ଼ ଜନ ପଶୁ ଆଉ ନାରୀ ଯେ ଜାଣ ତାଡ଼ନ ବିନା 5 ଜଣ ନୁହନ୍ତି କେବେ ସୁଧାରିଣ ତୁମ୍ଭରି ପ୍ରତାପରେ ମୁହିଁ ଶୁଷ୍କ ହେବି ଜଗତ ସାଇଁ ପାରି ହୁଅନ୍ତି ସୈନ୍ୟଗଣ ଯାଉ ମୋ ସବୁ ବଡ଼ପଣ ତୁମ୍ଭର ଆଜ୍ଞାନ ମେଣ୍ଟାଇ ବେଦ ଶାସ୍ତ୍ରତା ଭାଷେ କହି ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେଉ ଯାହା କରିବେ ମହାବାହୁ ଶୁଣିଣ ସାଗର ବିନତି ହସି କହନ୍ତି ସୀତାପତି ଯେମନ୍ତ କପି ପାରି ହେବେ ସେହି ଉପାୟ କର ଏବେ କର ଯୋଡ଼ିଣ କହେ ସିନ୍ଧୁ ଶୁଣନ୍ତୁ ପ୍ରଭୁ କୃପା ସିନ୍ଧୁ ଋଷିଙ୍କ ବରେ ନଳ ନୀଳ ସେ ଦୁଇ ଭାଇ ଭାଗ୍ୟଶୀଳ
ତାଙ୍କର ହସ୍ତସ୍ପର୍ଶ ହେଲେ ତୁମ୍ଭର ପ୍ରତାପର ଫଳେ। ବିଶାଳ ବିଶାଳ ଶୈଳେ ଭାସିବେ ସାଗର ସଲିଳେ। ମୁଁ ପୁଣି ପ୍ରତାପ ତୁମ୍ଭର ଧରିଣ ହୃଦୟ ମୋହର। ସହାୟ ହୋଇବି ମାର୍ଗରେ ପ୍ରଭୁ ମୁଁ ବଳ ଅନୁସାରେ। ଏମନ୍ତ ସାଗର ବନ୍ଧାଇ ତ୍ରିପୁରେ ଯଶର ଖୋଜାଇ। ଯେ ବାଣ କରିଛ ସନ୍ଧାନ ବୃଥା ନହିବ ସେହି ବାଣ। କର ସୁଦୟା ମୋର ପ୍ରତି ଆହେ ଅଯୋଧ୍ୟା ନରପତି। ଉତ୍ତରେ ଛନ୍ତି ଯେତେ ଖଳ ସେ ବାଣେ ହୁଅନ୍ତୁ ସଂହାର। ସାଗର ବିନତିକୁ ଶୁଣି ଶ୍ରୀ ରଘୁକୁଳ ଚୂଡ଼ାମଣି। ତାର ହୃଦୟରୁ ପୀଡ଼ା ଦୂର ହରିଲେ କ୍ଷଣେ ଚାପଧର। ରାମଙ୍କ ବଳ ଅତୁଳିତ ଦେଖି ସିନ୍ଧୁ ହେଲା ପୂରିତ। ସର୍ବବୃତ୍ତାନ୍ତ ଜଣାଇଲା ବନ୍ଦୀ ପୟର ସେ ଚଳିଲା। ଶୁଣିଣ ସାଗର ବଚନ ରାମ ହୋଇଲେ ତ ସମନ। ଶ୍ରୀରାମ ନାମ ମାଳା କରି ସାଗର ଗଲେ ନିଜ ପୁରୀ। ଏକଥା କଳି ମଳହର ଯେ କରେ ନିଜ କଣ୍ଠହାର। ରଚଇ ଶ୍ରୀ ତୁଳସୀ ଦାସ ଶ୍ରୀରାମ ପଦେ କର ଆସ। ସୁଖଦ ସଂଶୟ ହରଣ ଦୁଃଖକୁ କରେ ବିନାଶନ। ଆରେ ମୂରୁଖ ଶଠ ମନ ସକଳ ଆଶାକୁ ତେଜିଣ। ଗାଓ ଶୁଣି ଦିବସ ରାତି ଏ ପୁଣ୍ୟ ରାମାୟଣ ଗୀତି। ସକଳ ସୁମଙ୍ଗଳ ଦାତା ଏ ଭବେ ରାମାୟଣ କଥା। ସାଦରେ ଯେ ଜନ ଶୁଣଇ ସେ ଭବ ସିନ୍ଧୁକୁ ତରଇ। ବୋଇ ତ ଲୋଡ଼ା ନାହିଁ ତାର ହୁଅଇ ପାରି ପାରାବାର। ଭଜ ସର୍ବଦା ରାମ ନାମ ଦଣ୍ଡିବ ନାହିଁଟି ସମାନ। ପାରି ହୋଇବୁ ଭବ ସିନ୍ଧୁ ଭଜ ଶ୍ରୀ ରଘୁକୁଳ ଇନ୍ଦୁ। सियावर रामचंद्र की जय। पवन सुत हनुमान की जय। उमापति महादेव की जय। जय श्री राम।